ମୋର ପ୍ରିୟ ଛାତ୍ରଛାତ୍ରୀମାନଙ୍କୁ ଶୁଭ ସକାଳ ଏବଂ ସମସ୍ତଙ୍କ ଫ୍ରେଣ୍ଡସ୍ମାନଙ୍କୁ ମଧ୍ୟ ଶୁଭେଚ୍ଛା। ତେଣୁ ପୂର୍ବ କ୍ଲାସ୍ରେ ଆମେ ପଢ଼ିଥିଲୁ ଯେ ପୁଷ୍ପପୁରରେ ବର୍ଷାବରଣର ପ୍ରଥମ ଭିଡ଼ିଓ ଦ୍ୱିତୀୟ ଭିଡ଼ିଓ ମୁଁ ଆଲୋଚନା କରିଦେଇଛି। ମୁଁ ଆଶା କରୁଛି ତୁମେମାନେ ସେ ଭିଡ଼ିଓଟିକୁ ଦେଖିଦେଇଥିବ। ଏବଂ ଆଜି ଏହି ଭିଡ଼ିଓରେ ମୁଁ କ'ଣ କରିବି ନା ପ୍ରଥମ ଦ୍ୱିତୀୟ ଭିଡ଼ିଓର ଡେସ୍କ୍ରିପ୍ସନ୍ରେ ମୋର ଲିଙ୍କ୍ ଦେଇଦେଇଛି। ତେଣୁ ତୁମେମାନେ ତାହା ଦେଖିଦିଅ। ତାପରେ ଆମେ ତୃତୀୟ ଭିଡ଼ିଓକୁ ସମ୍ପୂର୍ଣ୍ଣ ଭାବରେ କ'ଣ କରିବା ନା ଆଜି ଆଲୋଚନା କରିବା। ତେଣୁ ଦେଖ ଆମେ ଯେଉଁ ଅଧ୍ୟୟନ କରୁଥିଲୁ ବା ତଦନୁରୂପେ ଯେଉଁ ଆଲୋଚନା କରୁଥିଲୁ ଯେଉଁ ବିଷୟଟି ହେଉଛି ପୁଷ୍ପପୁରରେ ବର୍ଷାବରଣ ଏବଂ ଲେଖକ ହେଉଛନ୍ତି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପୁରାତନ ଯୁଗରେ ଏହି ପୁଷ୍ପପୁରରେ ରହୁଥିଲା। କେଉଁଠିରେ? ପୁଷ୍ପପୁର କହିଲେ ଆମେ ବିହାର ବା ପାଟନା। ସେ ପାଟନାରେ ରହିକରି ସେ ତାଙ୍କର ସୃଷ୍ଟି ଲେଖିଛନ୍ତି ପୁଷ୍ପପୁରରେ ବର୍ଷାବରଣ। ତେଣୁ ଚାଲ ପିଲାମାନେ ଆମେ ଦେଖିବା ପୁଷ୍ପପୁରରେ ଆମେ କେତେ ପର୍ଯ୍ୟନ୍ତ ପଢ଼ିଥିଲୁ। ତାପରେ ଆମେ କ'ଣ କରିବୁ ନା ପୂର୍ଣ୍ଣ ଭାବରେ ବିଷୟଟିକୁ ସମାପ୍ତି କରିବୁ। ତେଣୁ ଆଉ ଥରେ କହୁଛି ସାର୍ ଓଡ଼ିଆ କ୍ଲାସ୍ ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ସମସ୍ତେ ଭଲରେ ଥାଉ ବୋଲି ମୋର ଆଶା। ଦେଖ ପିଲାମାନେ ଆମେ ପଢ଼ିଥିଲୁ କେତେ ପର୍ଯ୍ୟନ୍ତ ନା ଖଣ୍ଡ କେତେ ପର୍ଯ୍ୟନ୍ତ ପଢ଼ିଥିଲୁ। ଦେଖ ଟିକେ ରହିଯାଉ ପିଲାମାନେ। ତେଣୁ ଦେଖ ପିଲାମାନେ ଆମେ କ'ଣ କରିଥିଲୁ ନା କେତେ ପଢ଼ିଥିଲୁ ରେ ଏଇ ଲାଷ୍ଟ ପାରାଗ୍ରାଫ ନା ନଚେତ୍ ତୋତେ ଅପରିଚିତ ବୋଲି ଜାଣିଲେ ଉଚ୍ଚ ହାସ୍ୟରେ ଏମାନେ ବନଭୂମି କମ୍ପାଇ ଦେବେ। ତୋତେ ଯଦି ସେମାନେ ଚିହ୍ନି ନ ପାରିବେ ବା ତୋତେ ଯଦି ସେମାନେ ପରିଚିତ ସେ ବନବାସୀମାନେ ବା ସେ ମୋର ମାତୃଭୂମିର ମାନବମାନେ ସେମାନେ ଯଦି ତୋତେ ପରିଚିତ ନ ପାରିବେ ବା ଚିହ୍ନି ନ ପାରିବେ ତେବେ ସେମାନେ ସେ ବନଭୂମିରେ ରହିକରି କ'ଣ କରିବେ ନା ଉଚ୍ଚ ସ୍ୱରରେ ବା ଉଚ୍ଚ ହସରେ ଏ ବନଭୂମିକୁ କ'ଣ କରିଦେବେ କମ୍ପାଇ ଦେବେ ବା ଥରାଇ ଦେବେ। ତେଣୁ ଏତିକି ପଢ଼ା ହେଇଥିଲା ପିଲାମାନେ। ତେଣୁ ମୁଁ ଆଶା କରୁଛି ମୋର ଏହି ଭିଡ଼ିଓରେ ଡେସ୍କ୍ରିପ୍ସନ୍ରେ ମୁଁ ଦୁଇଟି ଭିଡ଼ିଓର ଲିଙ୍କ୍ ଦେଇଛି। ତେଣୁ ତୁମେ ସେଗୁଡ଼ିକ କ'ଣ କର ନା ଦେଖିଦିଅ। ତାପରେ ଆମେ କ'ଣ କରିବା ନା ଏହାକୁ ପୂର୍ଣ୍ଣ ଭାବରେ ମୁଁ ଭିଡ଼ିଓଟିକୁ ଆଲୋଚନା କରିଦେବି। ଦେଖ ତେଣୁ ହେ ଜଳଦ, ପୁଣି ଆଉ ଥରେ ଲେଖୁଛନ୍ତି ଜଳଦ, ତୁ କ'ଣ ଜାଣୁନାହୁଁ ଯେ ଏହି ବନବାସୀମାନେ ତୋର ଛଡ଼ା ଆଉ କାହାରି ଅନୁଗ୍ରହ ଲୋଡ଼ନ୍ତି ନାହିଁ। ତେଣୁ ଏଠି ଲେଖକ କହୁଛି ସେ ଜନ୍ମଭୂମିରେ ଥିବା ଲୋକମାନଙ୍କୁ ବା ସେ ଘଞ୍ଚ ଜଙ୍ଗଲରେ ଥିବା ମାନବମାନଙ୍କୁ ସେ କହୁଛି ଯେ ସେମାନେ ହିଁ ତୋତେ ଲୋଡ଼ନ୍ତି ବା ସେମାନେ ହିଁ ତୋତେ ଖୋଜନ୍ତି, ଆଉ ସେମାନେ କାହାରିକୁ ଖୋଜନ୍ତି ନାହିଁ। ତୋ ଛଡ଼ା ସେମାନଙ୍କୁ ଦରକାର ବା ସେମାନଙ୍କର ଦରକାର। ତେଣୁ ସେମାନେ ଆଉ କାହାରିକୁ କ'ଣ କରେ ଅନୁଗ୍ରହ କରନ୍ତି ନାହିଁ କିମ୍ବା ନିଅନ୍ତି ନାହିଁ। ତେଣୁ ତୋତେ ହିଁ ସେମାନେ ଖୋଜିଥାନ୍ତି। ହେ ମେଘଦ, ହେ ଜଳଦ, ତୁ କ'ଣ କର ଏ ବନବାସୀ ପାଖରେ ତୋର ବର୍ଷାବରଣ କର ବୋଲି ଲେଖକ କହୁଛନ୍ତି। ଏବଂ ଦେଖ ନା ସେଦାର୍ଚିତ ଧନରେ ଉଦର ପୋଷଣ, ସୁନ୍ଦର ସ୍ୱାସ୍ଥ୍ୟ, ନିର୍ମଳ ମନ ମାନବ ଜୀବନର ପରମ କାବ୍ୟ ନୁହେଁ କି? ପୁଣି ଏଇଠି ମେଘକୁ ସେ କହିଦେଉଛନ୍ତି ଏମାନେ ପରିଶ୍ରମ କରି ବା ସେଦାର୍ଚିତ ଲୁହ ବାହାର କରି ଧନ ଉପାର୍ଜନ କରିଥାନ୍ତି। ଏମାନଙ୍କ ମନ ଉଦାର ନରମ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ଏମାନଙ୍କ ପାଖରେ ଏମାନେ ସୁସ୍ଥବାନ ସବଳବାନ ଯେହେତୁ ସେମାନେ କାମ କରନ୍ତି ତେଣୁ ସେମାନେ ସବୁବେଳେ ଦେଖିବ ସୁସ୍ଥବାନ। ତାଙ୍କ ପାଖରେ ରୋଗ କେବେ ବି ଆସେ ନାହିଁ। ଏବଂ ଏମାନଙ୍କର ମନ ହୃଦୟ ନିର୍ମଳ କରୁଣ ସୁନ୍ଦର ଏମାନଙ୍କର ମନ ଯେହେତୁ ସେମାନେ ଜାଣିନଥାନ୍ତି ହିଂସା କ୍ରୋଧ ଏସବୁ ଜାଣିନଥାନ୍ତି। ତେଣୁ ତାଙ୍କୁ ବା ଗର୍ବ ଏମାନେ ମନରେ ତାଙ୍କର ଆସିନଥାଏ। ତେଣୁ ତାଙ୍କର ମନ ସବୁବେଳେ ନିର୍ମଳ। ସେମାନେ ସମସ୍ତଙ୍କୁ ସେମାନେ କ'ଣ କରିଥାନ୍ତି ନା ସାହାଯ୍ୟ କରିଥାନ୍ତି। ତେଣୁ ମେଘକୁ ସବୁ କହିଦେଉଛି। ତେଣୁ ଜୀବନର ପରମ କାମ୍ୟ ନୁହେଁ କି? ଏହା ପରମ କାମ୍ୟ ନୁହେଁ କି? ଏମାନଙ୍କ ପାଖରେ ହିଂସା କ୍ରୋଧ ଏସବୁର ଗୁଣ କିଛି ନାହିଁ। ତେଣୁ ଏମାନଙ୍କର ପରମ କାମ୍ୟ ନୁହେଁ କି? ଯଦି ଜଗତରୁ କେବେ ତିରସ୍କରତା ଲୋପ ପାଏ, ଅର୍ଥାତ୍ ପିଲାମାନେ ଏ ତସ୍କରତା ଅର୍ଥାତ୍ ଚୋରି। ଲେଖ ପିଲାମାନେ ତସ୍କରତା ଅର୍ଥାତ୍ ହେଉଛି ଚୋରି। ତେଣୁ ଜଗତରୁ ବା ଏଇ ପୃଥିବୀରୁ ଏଇ ବ୍ରହ୍ମାଣ୍ଡରୁ ଏଇ ସମାଜରୁ ଯଦି କେବେ ଚୋର ଲୋପ ପାଏ ବା ଚୋର ଅର୍ଥାତ୍ ତସ୍କରତା ଯେଉଁ ଚୋର ହୋଇଥାଏ ଯେକୌଣସି ଜିନିଷପତ୍ର ଚୋର ହୁଏ। ତେଣୁ ସେ ଚୋରଟା ଯଦି କେବେ ଲୋପ ପାଇଯାଏ ତେବେ ମାନବିକତା ଶିଖିବା ପାଇଁ ସଭ୍ୟ ସମାଜ ଏମାନଙ୍କ ପାଶକୁ ଦିନେ ଆସିବ। ତେଣୁ ଦୁନିଆରେ ଯେଉଁ ଡକାୟତ ଚୋର ବଳାତ୍କାର ହିଂସା କ୍ରୋଧ ଏସବୁ ହେଉଛି ଦୁନିଆରେ, ଯଦି ସେଠି ଯଦି କେବେ ଲୋପ ପାଇଯାଏ, ଯଦି ଲୋପ ପାଇବାକୁ ଚାହୁଁଛନ୍ତି ତେବେ ଏହି ବନବାସୀ ପାଖକୁ କ'ଣ ପାଇଁ ନା ଶିଖିବାକୁ ଆସିବ ବୋଲି କହୁଛନ୍ତି। ମେଘକୁ କହିଦେଉଛନ୍ତି ଏମାନେ ଯେହେତୁ ଏମାନଙ୍କ ପାଖରେ ହିଂସା କ୍ରୋଧ ଏସବୁ ଗୁଣ ନାହିଁ, ଏମାନେ ଜଙ୍ଗଲରେ ରହୁଛନ୍ତି। ତେଣୁ ଯେଉଁ ସଭ୍ୟତାର ଲୋକମାନେ ଯେଉଁମାନେ ରହିଛନ୍ତି ସହରରେ ଟାଉନରେ ସେମାନଙ୍କ ପାଖରେ ଚୋର ଡକାୟତ ବଳାତ୍କାର ବିଭିନ୍ନ ପ୍ରକାର କ'ଣ ହୋଇଥାଏ ନା ଘଟଣା ଗୁଡ଼ିକ ଘଟିଥାଏ। ଯଦି ସେଇଗୁଡ଼ିକ ଏବେ ଲୋପ ପାଇଯାଏ ତେବେ ଲୋପ ପାଇବାକୁ ଯଦି ଚାହୁଁଛନ୍ତି ତେବେ ଏହି ବନବାସୀ ପାଖକୁ ସେମାନେ କ'ଣ କରି ଆସିବାକୁ କହୁଛନ୍ତି। ଏଣୁ ତୁ ଏମାନଙ୍କୁ କ'ଣ କରିବୁ ନାହିଁ ରେ? ତୁ ଏମାନଙ୍କୁ ନିରାଶ ନ କରି ଅବିରତ ବାରିପାତରେ ବନଭୂମିକୁ ଶ୍ୟାମଳ ଓ ଉଜ୍ଜଳ କରି ଦେବୁ। ତେଣୁ ଏମାନଙ୍କୁ କେବେ ତୁ ନିରାଶ କରିବୁ ନାହିଁ, ଏମାନଙ୍କୁ କେବେ ତୁ ଭୁଲିଯିବୁ ନାହିଁ।
ବା ଏମାନଙ୍କୁ ଯେଉଁ ଆଶା ଦେଖେଇଛୁ ସେଇଟା କେବେ ବି ତୁ ତାକୁ ନିରାଶ ନ କରି ତୋର ଯେଉଁ କର୍ମ, ତୋର ଯେଉଁ ସକର୍ମ ତୁ କ'ଣ କରିବୁ ନା ଅବିରତ ଭାବରେ ବାରମ୍ବାର ଥରେ ବି ବନ୍ଦ ନ ହୋଇ ଅବିରତ ଭାବରେ ତୁ କ'ଣ କରିବୁ ରେ ମେଘ ଢାଳି ଦେବୁ ବା ବର୍ଷା ବର୍ଷଣ କରିବୁ ବା ବାରିପାତ ତୁ କ'ଣ କରିବୁ ତାଙ୍କ ଜନ୍ମଭୂମିରେ ତୁ କ'ଣ କରିବୁ ରେ ଖେଳେଇ ଦେବୁ। ଏବଂ ଯାହାଫଳରେ ତାଙ୍କର ପରିବେଶ କ'ଣ ହେଇଯିବ ରେ ଶ୍ୟାମଳ ହୋଇ ଉଠିଯିବ। ଶାଳି କ୍ଷେତ୍ର, ଧାନ କ୍ଷେତ୍ର ଏସବୁ କ'ଣ ହେଇଯିବ ନା ଶ୍ୟାମଳ ହୋଇ ଉଠିବ। ଏବଂ ତୋତେ ଯେଉଁ ହାହାକାର ପଡ଼ିଛି ବା ବନବାସୀମାନେ ହାହାକାରରେ ଯେଉଁ ରହିଛନ୍ତି ସେମାନେ କ'ଣ ହେବେ ନା ତୋର ପାଣିରେ ବା ତୋର ବର୍ଷାରେ ସେମାନଙ୍କର ବାସସ୍ଥାନ ଏବଂ ଶସ୍ୟ କ୍ଷେତ୍ର ଏବଂ ପରିବେଶ ସବୁ କ'ଣ ହେଇଯିବ ଉଜ୍ଜଳ ହୋଇଯିବ ଏବଂ ତୁ ସେମାନେ କ'ଣ କରିଦେବୁ ଉଜ୍ଜଳ କରିଦେବୁ। ତୋର କୃପାରେ, ତୋର ଆଶୀର୍ବାଦରେ ବା ତୋର କୃପାରେ ଶାଳି କ୍ଷେତ୍ରରେ ଅର୍ଥାତ୍ ସେଇ ଯେଉଁ ତାଙ୍କର ଯେଉଁ କ୍ଷେତ ଗୁଡ଼ିକରେ ବିଭିନ୍ନ କ୍ଷେତ ଗୁଡ଼ିକ ରହିଛି, ବିଭିନ୍ନ ପ୍ରକାର କ୍ଷେତ ଗୁଡ଼ିକ, ସେଇ କ୍ଷେତ ଗୁଡ଼ିକରେ କ'ଣ ହେଇଯିବ ନା ନବନୀଳିମା ଖେଳି ବୁଲିବ। ଅର୍ଥାତ୍ ତୁ ଯେତେବେଳେ ସେଠି ବର୍ଷ ବର୍ଷଣ କରିବୁ, ବର୍ଷା ହୋଇଯିବୁ ବା ତୋର ଗତି ଯେତେବେଳେ ତ ସେଇଠି କ'ଣ କରିବୁ ଅବିରତ ଭାବରେ ବୃଷ୍ଟିପାତ ହେବୁ, ସେତେବେଳେ ସେମାନେ କ'ଣ ହେଇଥିବେ ରେ ନା ବାରି ଜଳ ଏସବୁ ଗ୍ରହଣ କରିସାରିଲା ପରେ ତାଙ୍କ ମନରେ ଗୋଟିଏ ନବନୀଳିମା ଖେଳି ବୁଲିବ। ଏବଂ ନିର୍ଝରଣୀ ଗିରିଦରିରେ କ୍ରୀଡ଼ାରତ ବତ୍ସ ତରି ପରି ନାଚି ଉଠିବ। ଅର୍ଥାତ୍ ନିର୍ଝରଣୀ, ଏବଂ ତୁ ଯେତେବେଳେ ସେଠି ବର୍ଷ ବର୍ଷଣ କରିବୁ ସେତେବେଳେ ଝରଣା ଗୁଡ଼ିକରେ କ'ଣ କରେ ନା ଝରଣା ଗୁଡ଼ିକରେ ପାଣି ପୂର୍ଣ୍ଣ ହୋଇ ପାହାଡ଼ରୁ ଏ ପାହାଡ଼କୁ ସେ ପାହାଡ଼କୁ ସେ କ'ଣ କରିବରେ ଗତି କରୁଥିବ। କେମିତି ଗତି କରୁଥିବ ନା ଯେମିତି ଗୋଟିଏ ବତ୍ସ ତରି ଅର୍ଥାତ୍ ବାଛୁରୀ ଯେମିତି କ'ଣ କରିଥାଏ ନା କ୍ରୀଡ଼ାରତ କରିଥାଏ ବା ଖେଳିଥାଏ, ଠିକ୍ ସେହିପରି ତୁ ଯେତେବେଳେ ବର୍ଷଣ କରିବୁ ସେଠିର ଝରଣା ଏବଂ ଗିରିଧରିକୁ ଅତିକ୍ରମ କରି କରି ସୁନ୍ଦର ଭାବରେ ନାଚି ନାଚି କ'ଣ ହେବ ନା ଉଠିବ। ଏବଂ ଭୃଜ ଭଞ୍ଜ ନୃପ ପାଳିତ କଳାପିର କେକରେ ବନଭୂମି ପୂର୍ଣ୍ଣ ହେବ। ତେଣୁ ଏଠି ଯେହେତୁ ପ୍ରଥମ କରି ଲେଖକ କ'ଣ କରିଛନ୍ତି ମୟୂରଭଞ୍ଜ ପାଖକୁ, ମୟୂରଭଞ୍ଜ ଜିଲ୍ଲାକୁ ତେଣୁ ପଠାଇଛନ୍ତି ମେଘକୁ। ତେଣୁ ସେହି ସମୟରେ ମୟୂରଭଞ୍ଜର ରାଜା ଏବଂ ଲେଖକ ମଧ୍ୟ ମୟୂରଭଞ୍ଜର ହଁ କି ନାହିଁ ପ୍ରଫେସର କିଏ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ତେଣୁ ପ୍ରଥମେ ସେ ମୟୂରଭଞ୍ଜର ରାଜାକୁ ଏଠି ଦେଖ ସୁନ୍ଦର ଭାବରେ ସେ ସମ୍ବୋଧନା କରିଛନ୍ତି। ଆଗକାଳରେ ସମସ୍ତେ ସବୁ ସେ ବନବାସୀମାନେ କ'ଣ କରୁଥିଲେ ନା ସବୁ ଜଙ୍ଗଲରେ ରହୁଥିଲେ। ତେଣୁ ଏଇ ଭୃଞ୍ଜ ନୃପ ପାଳିତ ଅର୍ଥାତ୍ ସେହି ସମୟରେ ରାଜା କିଏ ଥିଲେ ନା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ। ଯେତେ ଆମର ସବୁ ରାଜା ମୟୂରଭଞ୍ଜର ରାଜାମାନେ ଥିଲେ ସେମାନେ କ'ଣ କରୁଥିଲେ ନା ପାଳୁଥିଲେ ନୃପ ପାଳିତ ଅର୍ଥାତ୍ ହେଉଛି ସେମାନେ ମୟୂର, ନୃପ ପାଳିତ କଳାପିର ଅର୍ଥାତ୍ ହେଉଛି ମୟୂର, ସେମାନେ ପାଳୁଥିଲେ କ'ଣ ମୟୂର କେକରେ ବା ତାଙ୍କ ବେକରେ ବନଭୂମି ପୂର୍ଣ୍ଣ ହେବ। ସେ ସେମାନେ ଯେତେବେଳେ ତୋତେ ଦେଖିବେ, ତୋତେ ଦେଖିକି ସେମାନେ କ'ଣ କରିବେ ଆନନ୍ଦିତ ହେବେ ଏବଂ ତା'ର ପକ୍ଷ ଗୁଡ଼ିକୁ ସେ କ'ଣ କରିଥିବେ ସୁନ୍ଦର ଭାବରେ ସେ ନୃତ୍ୟ କରିଥାଏ। ଏବଂ ନୃତ୍ୟ କରିକି କ'ଣ ହେବ ଯେତେବେଳେ ସେଠିକାର ଲୋକମାନେ ଦେଖିକି ଭାରି ଆନନ୍ଦିତ ହେବ ଏବଂ ଏଇ ଜନ୍ମଭୂମିର ଲୋକମାନେ ମଧ୍ୟ କ'ଣ ଆନନ୍ଦିତ ହେବେ ଏବଂ ପୂର୍ଣ୍ଣ ହୋଇଯିବେ। ତେଣୁ ହେ ମେଘ ଆଉ କ'ଣ କରିବୁ ନା ବନ୍ୟ ୟୁଥୁର ପରିମେଳରେ ବନଭୂମି ଆମୋଦିତ ହେବ। ବନ୍ୟ ୟୁଥୁରେ ଅର୍ଥାତ୍ ସେଇ ଯେଉଁ ତୁ ଯେତେବେଳେ ବର୍ଷା ବରଣ କରିବୁ ସେଠିକାର କ'ଣ ହେବ ଗଛ ଗୁଡ଼ିକରେ ଫୁଲ ପୁଷ୍ପ କୁସୁମ ଘାସ ଶ୍ୟାମଳ ଉଜ୍ଜଳ ହୋଇ ଉଠିବ ଏବଂ ସେଇ ବନଭୂମି ଭାରି ଆନନ୍ଦିତ ହେବ ବା ଆମୋଦିତ ହେବ। କଦମ୍ବ ଫୁଲ କରେ ଅର୍ଥାତ୍ ତୁ ଯେତେବେଳେ ବର୍ଷା ବରଣ ହେବ ଏବଂ କଦମ୍ବ ଫୁଲ ମଧ୍ୟ କ'ଣ ହେବରେ ଯେଉଁ ଶୁଖି ଯାଉଥିଲା ସେହି କଦମ୍ବ ଫୁଲ ମଧ୍ୟ ତୋତେ କ'ଣ କରିବ ତୋ ସ୍ପର୍ଶରେ ତା'ର କଣ୍ଟକିତ ହୋଇ ଉଠିବ, ସେ ମଧ୍ୟ କଣ୍ଟକିତ ହୋଇ ଉଠିବ। ଏବଂ କୃଷ୍ଣଚୂଡ଼ା ନିଜ ତରୁଣ ତନୁକୁ ଦେଖି ନବତରୁଣୀ ପରି ଲଜ୍ଜାବରୁଣ ହୋଇ ପଡ଼ିବ। ଯେଉଁ କୃଷ୍ଣଚୂଡ଼ା ଗଛ ବା ଫୁଲ ଯେଉଁ ରହିଥାଏ ସେ ମଧ୍ୟ ଝାଉଁଳି ଯାଉଥାଏ ଏବଂ ତା ପାଖରେ ଯେଉଁ ତରୁଣ ତନୁ ଯେଉଁ ଛୋଟ ଛୋଟ ଗଛ ଗୁଡ଼ିକ ରହିଥାନ୍ତି ସେମାନେ କ'ଣ ହେବେ ଯେତେବେଳେ ତୋର ପାଣି ସ୍ପର୍ଶରେ ବା ଜଳ ସ୍ପର୍ଶରେ ତୋର ବର୍ଷ ବର୍ଷଣ ସ୍ପର୍ଶରେ ଛୁଇଁଲେ ସେଇ ନବତରୁଣୀ ଯେଉଁ ନୂଆ ନୂଆ ତରୁଣୀ ବା ନୂଆ ନୂଆ ଯେଉଁ ଗଛ ଗୁଡ଼ିକ ବାହାରିବ ଏଇ କୃଷ୍ଣଚୂଡ଼ା ଏବଂ ତରୁଣ ତନୁକୁ ଦେଖି ସେମାନେ କ'ଣ ହେବେ ଏଇ ନବତରୁଣୀ ମାନେ ବା ନୂଆ ନୂଆ ଗଛ ଗୁଡ଼ିକ କ'ଣ ହେବେ ନା ସେମାନେ ଲଜ୍ଜାରୁଣ ହୋଇ ପଡ଼ିବ ବା ଲଜ୍ଜା କରିବେ। ତୋର ଅନୁଗ୍ରହର ଏତେ ବିଭବ ତୁ କ'ଣ ଦେଖିବାକୁ ଚାହୁଁନାହୁଁ। ତେଣୁ ତୋର ଏହି ଅନୁଗ୍ରହ ତୋତେ ଏହି ସବୁ ଅନୁଗ୍ରହ କରୁଛନ୍ତି। ଆଜି ଅନୁଗ୍ରହ କରୁଛନ୍ତି ନବତରୁଣୀମାନେ, ଆଜି କଦମ୍ବ ଫୁଲ, ପୁଣି ସେ ଭଞ୍ଜ ନୃପ ପାଳିତ ମୟୂରମାନେ ଆଜି ତୋତେ ଅନୁଗ୍ରହ କରୁଛନ୍ତି। ତେଣୁ ତୋର କ'ଣ ଏସବୁ କାର୍ଯ୍ୟ ବା ସକର୍ମ ନୁହେଁ କି? ତେଣୁ ଏଇଟା ଲେଖକ କହୁଛି ତୋର ଅନୁଗ୍ରହ ଏତେ ବିଭବ ତୁ କ'ଣ ଦେଖିବାକୁ ଚାହୁଁନାହୁଁ ହେ ମେଘ। ତାପରେ ଦେଖ କହୁଛି ହେ ମେଘ ଯଦି ତୁ ସେଠି ବର୍ଷା ବରଣ କରିବୁ ଏବଂ ତୋର ଅନୁଗ୍ରହ କ'ଣ ଦରକାର ନାହିଁ, ଯଦି ତୋର କ୍ଳାନ୍ତି ଆସେ ଅର୍ଥାତ୍ ହେଉଛି କ'ଣ ଥକି ଯାଉ ବା କଷ୍ଟ ଆସେ, ଯଦି ତୋର କ୍ଳାନ୍ତି ଆସେ ତେବେ ତୁ କ'ଣ କରିବୁ ନା ମେଘାସନ ଗନ୍ଧମାର୍ଦ୍ଦନ ବା ମାଲ୍ୟଗିରିରେ ଅବସର ନେବୁ। ତେଣୁ ଦେଖ ଏଇ ମୟୂରଭଞ୍ଜ ପାଖରେ ବା ମୟୂରଭଞ୍ଜ ଜିଲ୍ଲାରେ ଯେହେତୁ ବର୍ତ୍ତମାନ ମେଘ ରହିଅଛି, ଜଳଦ ରହିଅଛି, ବାରିଭାଗ ରହିଛି, ତେଣୁ ସେଠିକାର ପର୍ବତ ଗୁଡ଼ିକର ନାମ କହୁଛି ନା ଗୋଟିଏ ରହିଛି ଦେଖ ମେଘାସନ ପର୍ବତ, ଗନ୍ଧମାର୍ଦ୍ଦନ ପର୍ବତ ଏବଂ ମାଲ୍ୟଗିରି ଅର୍ଥାତ୍ ଏ ମଧ୍ୟ ପାହାଡ଼ଟିର ନାମ। ସେଠି କ'ଣ ନେବୁ ରେ ତୁ ଅବସର ନେବୁ ଅର୍ଥାତ୍ ତୁ ଯେତେବେଳେ କ'ଣ ଯିବୁ ଥକି ଯାଇଥିବୁ ବା କଷ୍ଟ ଅନୁଭବ କରିବୁ ଏଇ ପାହାଡ଼ରେ ତୁ ଯାଇକି କ'ଣ କରିବୁ ଅବସର ନେବୁ। ଏବଂ ଗିରି ସଙ୍କୁଳ ଏହି ମହାବନର ମହାସଙ୍ଗୀତ ସଭ୍ୟ ଜଗତ ଶୁଣି ନାହିଁ। ଆଜି ଯେଉଁ ବନ
ଆଜି ଯେଉଁ ମୋର ଜନ୍ମଭୂମିରେ ଲୋକମାନେ ବା ଆଜି ଯେଉଁ ଗିରି ବନ ବା ନିଘଞ୍ଚ ଅରଣ୍ୟରେ ଯେଉଁ ଲୋକମାନେ ରହିଛନ୍ତି, ତେଣୁ ଏମାନେ କ'ଣରେ ଏଇ ସଭ୍ୟ ଜଗତ ଯେଉଁ ରହିଛନ୍ତି ସେମାନେ ଏଇ ଗିରି ସଙ୍କୁଳର ମହାବନରେ ମହାସଙ୍ଗୀତ ସେମାନେ କେବେ ଶୁଣି ନାହାନ୍ତି। କେଉଁମାନଙ୍କର ନା ଏଇ ମେଘାସନ ପର୍ବତର ଗୁଣ ସଙ୍ଗୀତ ଶୁଣି ନାହାନ୍ତି, ବା ଗନ୍ଧମାର୍ଦ୍ଦନ ପର୍ବ ବା ମାଲ୍ୟଗିରି ଏଇ ଯେଉଁ ପାହାଡ଼ ଗୁଡ଼ିକ ରହିଅଛି, ଏଇ ପାହାଡ଼ ଗୁଡ଼ିକର ତାଙ୍କର ମର୍ଯ୍ୟାଦା, ତାଙ୍କର ଗୁଣ ଧନ ରତ୍ନ ଏ ବା ସଙ୍ଗୀତ ଏଇ ସଭ୍ୟ ଜଗତ କେବେ ଶୁଣି ନାହିଁ, ଅର୍ଥାତ୍ ଏଇ ମାନବମାନେ କେବେ ଶୁଣି ନାହାନ୍ତି। କିମ୍ବା ଏହାର ଅସରନ୍ତି ରତ୍ନ ଭଣ୍ଡାରକୁ ଆଜି ଯାଏଁ କେହି କଳି ନାହିଁ ବା ଖୋଜି ନାହାନ୍ତି। କଳି ଅର୍ଥାତ୍ କ'ଣରେ ଖୋଜି, କେଉଁମାନେ ଖୋଜି ନାହାନ୍ତି ନା ଏଇ ସଭ୍ୟ ଜଗତ ମାନେ ଆଜି ଏଇ ମେଘାସନ ଗନ୍ଧମାର୍ଦ୍ଦନ ଏବଂ ମାଲ୍ୟଗିରିର ଯେଉଁ ଅସରନ୍ତି ଭଣ୍ଡାର ରଖିଛନ୍ତି, ଏଇ ସଭ୍ୟ ଜଗତ କେବେ ଆଜି ତାକୁ କୌଣସିରେ ଖୋଜି ନାହିଁ। ଆଉ ନା ବିକ୍ଷୁବ୍ଧ ବାରି ରାଶିର ଅଗଣିତ ତରଙ୍ଗ ପରି ଅନାଦି ଯୁଗରୁ ଏହାର ଉଦାର ସଙ୍ଗୀତ ଏହାରି ବକ୍ଷରେ ହିଁ ମିଶି ଆସୁଛି। ଆଜି ବିକ୍ଷୁବ୍ଧ ବାରି ରାଶିର, ଆଜି ତୋର ସେ ବାରି ରାଶିରେ, ଆଜି ସେ ବର୍ଷା ରାଶିରେ ଅଗଣିତ ତରଙ୍ଗ ପରି ଅନାଦି ଯୁଗରୁ କେଉଁ ଯୁଗରୁ ଏହାର ଉଦାର ସଙ୍ଗୀତ ବକ୍ଷରେ ହିଁ ମିଶି ଆସିଛି, ଅର୍ଥାତ୍ ନିଜେ ହିଁ ସେମାନଙ୍କର ଉଦାର ସଙ୍ଗୀତ ସେମାନେ ଶୁଣିଥାନ୍ତି ଏଇ ମେଘାସନ ଗନ୍ଧମାର୍ଦ୍ଦନ ଏବଂ ମାଲ୍ୟଗିରି। ତାପରେ ଦେଖ, ଏହି ସଙ୍ଗୀତ ଶୁଣିଲେ ମନ ଅନାମୟ ଧାମକୁ ଚାଲିଯାଏ। ଯେତେବେଳେ ସେହି ପାହାଡ଼ ଗୁଡ଼ିକର ତାଙ୍କର ଧନରତ୍ନ ଶୁଣି ସାରିଲା ପରେ ଆମେ ନିଜକୁ କ'ଣ ହେଇଯାଉ ନା ଅନାମୟ ଧାମକୁ ଆମେ ଚାଲିଯାଉ। ଯେଉଁ ଧାମ ଆମର ନାଁ ନାହିଁ ସେହି ଧାମକୁ ଆମେ କ'ଣ ଚାଲିଯାଉ। ଆଜି ମେଘାସନ ପର୍ବତ ଏତେ ଧନରତ୍ନ ରଖିଥିଲା, ମାଲ୍ୟଗିରି ଏତେ ଗୁଣ ରହିଅଛି, ତେଣୁ ଏହିସବୁ ଯେତେବେଳେ ଆମେ ଶୁଣି ସାରିଲା ପରେ ଆମର ଯେଉଁ ମନ ବା ଆମର ଯେଉଁ ହୃଦୟ କ'ଣ ହେଇଯାଏ ଅନାମ ଧାମକୁ ଚାଲିଯାଏ ଏବଂ ବିଷାଦ ପଙ୍କରୁ ଉଠି ଜୀବନ କମଳ ବିକଶିତ ହୋଇ ଉଠେ। ବିଷାଦ ପଙ୍କରୁ, ଯେମିତି ପଙ୍କ କ'ଣ ହେଇଥାଏ ନା ପଦ୍ମଫୁଲ କ'ଣ ହେଇଥାଏ ନା ପଙ୍କରୁ ସେ ଯେମିତି ଜାତ ହୋଇଥାଏ, ହଁ କି ନାହିଁ, ବିଷାଦ ବିଶ୍ୱରୁ। ଠିକ୍ ସେହିପରି ଆମେ ଯେତେବେଳେ ତା'ର ଗୁଣ ବା ତା'ର ଧନରତ୍ନକୁ ଆମେ ଜାଣିଗଲା ପରେ ଆମ ମନରେ ଏକ ପ୍ରକାର କ'ଣ ହେଇଯାଏ ନା କ'ଣ ଯେ ବିକଶିତ ହୋଇ ଉଠେ। ଯେମିତି ବିଷାଦ ପଙ୍କରୁ ଯେମିତି ପଦ୍ମଫୁଲ ଉଠିଥାଏ, ଠିକ୍ ସେହିପରି ଆମ ମନରେ କ'ଣ ହେଇଥାଏ ଗୋଟିଏ ନୂଆ କରି ପଦ୍ମଫୁଲ ଭଳି ବା ନୂଆ ଭଳି ଆମେ ଜାଣିପାରିଥାଉ। ଏହି ସଙ୍ଗୀତ ଶୁଣି ଖଣ୍ଡଧାରା ଦେବଗଡ଼ ପ୍ରପାତରେ କ୍ରୀଡ଼ା କରି ମହାବନରେ ଭ୍ରମୁ ଏହାର ଅସରନ୍ତି ବିଭବ ଦେଖି ତୁ ଚକିତ ହୋଇଯିବୁ। ପୁଣି ମେଘକୁ ସେ କହୁଛି, ପୁଣି କ'ଣ କରିବୁ, ସେଠି ତ ବିଶ୍ରାମ ନେବୁ, ସେଠି କ'ଣ କରିବୁ, ତୋର କଷ୍ଟକୁ ରଖିବୁ, ଯଦି ତୋତେ କଷ୍ଟ ଲାଗେ ତାପରେ ତୁ କ'ଣ କରିବୁ, ଆଗମନ କରିବୁ ସେତେବେଳେ ସଙ୍ଗୀତ ଶୁଣି ଅର୍ଥାତ୍ ଏଇ ଯେଉଁ ରହିଛି ପାହାଡ଼ ଗୁଡ଼ିକର ବା ଝରଣା ଗୁଡ଼ିକର ଯେଉଁ କୁଳୁକୁଳୁ ଶବ୍ଦ ଏବଂ ଖଣ୍ଡଧାରା ବିଭିନ୍ନ ପ୍ରକାର କ'ଣ ଦେଖିବୁ ନା ଖଣ୍ଡ ହୋଇଥିବା ବା ଏକାଠି ହୋଇକି ରହିଥିବା ପାହାଡ଼ ସେଗୁଡ଼ିକୁ ଦେଖିବୁ। ଏବଂ ଦେବଗଡ଼ ପ୍ରପାତ ଯେଉଁ ରହିଛି ମୟୂରଭଞ୍ଜରେ ଗୋଟିଏ ସ୍ଥାନଟିର ନାମ ହେଉଛି ଦେବଗଡ଼ ଜଳପ୍ରପାତ, ସେଠି କ୍ରୀଡ଼ା କରି ତୁ ସେଠି କ'ଣ ହେଇଯିବୁ, ବର୍ଷା ବରଣ କରି ମହାବନରେ ପୁଣି କ'ଣ କରିବୁ, ସେହି ମହାବନ ଯେଉଁ ଜଙ୍ଗଲ ବା ନିଘଞ୍ଚ ଜଙ୍ଗଲରେ ତୁ ଯେତେବେଳେ ଭ୍ରମୁ ବୁଲୁଥିବୁ, ଏହାର ଅସରନ୍ତି ବିଭବ ଦେଖି ତୁ ଚକିତ ହୋଇଯିବୁ। ତୁ ଦେଖିକି କ'ଣ ଡରିଯିବୁ ନାହିଁ ବା ଡରିଯିବୁ। ତାର ଅସରନ୍ତି ବିଭବ ଯେଉଁ ଏଇ ମହାବନରେ କ'ଣ ହେଇଥିଲା ଅସରନ୍ତି ରତ୍ନଭଣ୍ଡାର ସେଠି ରହିଅଛି, ହଁ କି ନାହିଁ। ଆଜି ମୟୂରଭଞ୍ଜ ଗୋଟିଏ କଳା ସଂସ୍କୃତିରେ କ'ଣରେ ଆଜି ପରିଚୟ। ଏଠି ସବୁ କ'ଣ ହେଇଛି ନା ସବୁ ରହିଛି। ଏଠି ବିଭିନ୍ନ ପ୍ରକାର ଜନ୍ତୁ, ଔଷଧୀୟ ଗୁଣ, ଔଷଧୀୟ ପତ୍ର ଏଠାରେ ସବୁ ମିଳିଥାଏ ଏବଂ ବିଭିନ୍ନ ଏଠି କଳାକାରମାନେ ମଧ୍ୟ ରହିଥାନ୍ତି। ତେଣୁ ସେଇଟା ସେ କହୁଛି ଅସରନ୍ତି ବିଭବ ତୁ ଦେଖି କେବେ ଚକିତ ହୋଇଯିବୁ। ଏବଂ ଦୁଃଖିନୀ ଜନନୀ ଅଯୋଗ୍ୟ ସନ୍ତାନମାନଙ୍କ ଭୟରେ ଏହିଠାରେ ହିଁ ଅସରନ୍ତି ରତ୍ନଭଣ୍ଡାର ଲୁଚାଇ ରଖିଛି। ଏଠି ଲେଖକ କ'ଣ କରୁଛି ନା ଆମମାନଙ୍କୁ ଜଣାଇବା ସହିତ ସେ ମେଘକୁ ମଧ୍ୟ କହିଦେଉଛି ଯେ ଆଜି ଦୁଃଖିନୀ ଜନନୀ, ଆଜି ଦୁଃଖିନୀ ମା, ଅଯୋଗ୍ୟ ସନ୍ତାନ ତା'ର ସନ୍ତାନମାନଙ୍କର ଅଯୋଗ୍ୟ ଭୟରେ ଏଇଠାରେ ହିଁ ଅସରନ୍ତି ରତ୍ନଭଣ୍ଡାର ଲୁଚାଇ ରଖିଛି। ଆଜି ଯେଉଁ ଘଞ୍ଚ ବନ ମହାବନରେ କ'ଣ କରିଛି ରେ, ତା'ର ଯେତେ ସବୁ ମାନେ ଧନ ରତ୍ନ ଏବଂ କଳା ସଂସ୍କୃତି ପରମ୍ପରା ଏସବୁ ଗୁଡ଼ିକୁ ସେ କ'ଣ କରିଛି ରେ, ଆଜି ସେ ଘଞ୍ଚ ଜଙ୍ଗଲରେ ସେ ଲୁଚାଇ ରଖିଛି। ପୁଣି ସେ କହୁଛି ମେଘ ଘନ ତୁ ଦେଖି ସ୍ତମ୍ଭିତ ହେବୁ, ତୁ ଯେତେବେଳେ ଜାଣିପାରିବୁ, ଯେତେବେଳେ ତୁ ସେଠି ଭ୍ରମଣ କରୁ ବା ଭ୍ରମୁ ତୁ ଯେତେବେଳେ ଭ୍ରମୁ ତୁ ଦେଖି କ'ଣ ଭାବରେ ସ୍ତମ୍ଭିତ ହୋଇଯିବୁ ବା ଛିଡ଼ା ହେଇଯିବୁ, ଚୁପ୍ ରହିଯିବୁ, ଗମ୍ଭୀର ଭାବରେ ଚୁପ୍ ହୋଇକି ଛିଡ଼ା ହେଇଯିବୁ। ଯେ ଉତ୍କଳବାସୀ ଭାଗୀରଥୀ ତୀରେ ବସି ଆଜି ପିପାସୀ ଓ ରତ୍ନସ୍ତୂପରେ ବସି ଉପବାସୀ ହୋଇଛି। ଅର୍ଥାତ୍ ଏଇ ମେଘକୁ ସେ କହିଦେଉଛି ଲେଖକ, ତୁ ଦେଖି ସ୍ତମ୍ଭିତ ହେବୁ, ଆଜି ତୁ ଡରିଯିବୁ, ଆଜି ସ୍ତମ୍ଭିତ ଭାବରେ ଆଜି ଗମ୍ଭୀର ଭାବରେ ଆଜି ଛିଡ଼ା ହେଇଯିବୁ। କ'ଣ ଛିଡ଼ା ହେଇଯିବୁ ନା ଉତ୍କଳବାସୀମାନେ, ଏଇ ଯେଉଁ ଓଡ଼ିଶାର ଲୋକମାନେ ବା ଏଇ ଭାରତର ଲୋକମାନେ, ଏଇ ଉତ୍କଳର ଲୋକମାନେ ଆଜି ଭାଗୀରଥୀ ତୀରେ ଅର୍ଥାତ୍ ବିଭିନ୍ନ ନଦୀ କୂଳରେ ବସ ସ୍ଥାପନ କରି କିନ୍ତୁ ସେଠିକାର ପିପାସୀ ଆଜି ସେମାନେ ସେଇ ତରିରେ ବସିକରି ଆଜି କ'ଣ ହେଉଛି ଶୋଷରେ ରହିଛନ୍ତି। ତାଙ୍କ ପାଖରେ ସବୁ କିଛି ଅଛି, ପାଣିର ସୁବିଧା ଅଛି, ଘଞ୍ଚ ଜଙ୍ଗଲ ସୁବିଧା ଅଛି, ଧନରତ୍ନ ସବୁ ଅଛି, କିନ୍ତୁ ସେମାନେ ଆଜି ପିପାସୀ। ଭାଗୀରଥୀ ତୀରେ ନଦୀ କୂଳରେ ରହି ମଧ୍ୟ ଆଜି ସେମାନେ ପିପାସୀ।
ଏବଂ ରତ୍ନସ୍ତୂପ, ତ ବିଭିନ୍ନ ରତ୍ନସ୍ତୂପ ତାଙ୍କ ପାଖରେ ରହିଛି। ଆଜି ଯେଉଁ କହିଲେ ମାଲ୍ୟଗିରି, ମେଘାସନ ପର୍ବତ ଏବଂ ଯେଉଁ ପ୍ରପାତ କହୁଛନ୍ତି ଖଣ୍ଡାଧାର ପ୍ରପାତ, ଦେବଗଡ଼ ପ୍ରପାତ, ଏସବୁ ଗୋଟିଏ ଗୋଟିଏ ହେଉଛି ରତ୍ନ, ଧନରତ୍ନରେ ଏହା ପରିପୂର୍ଣ୍ଣ। କିନ୍ତୁ ସେମାନେ ଆଜି ଧନରତ୍ନ ବା ରତ୍ନସ୍ତୂପରେ ବସି ଆଜି ଉପବାସୀ ହୋଇଛନ୍ତି ବା ଭୋକିଲା ରହିଛନ୍ତି। ଆଜି ନଦୀ ରହିକି ସେମାନେ ପିପାସାରେ ପଡ଼ୁଛନ୍ତି ଏବଂ ଧନରତ୍ନ ରହି ପାହାଡ଼ ଗୁଡ଼ିକ ଧନରତ୍ନ ରହି ମଧ୍ୟ ଆଜି ଉପବାସ ହୋଇଛନ୍ତି। ତେଣୁ ସୁନ୍ଦର ଭାବରେ ଲେଖକ ବର୍ଣ୍ଣନା କରୁଛନ୍ତି। ପୁଣି ସେ କ'ଣ କହୁଛି ଦେଖ, ମେଘକୁ ପୁଣି କ'ଣ କହୁଛି, ଏହି ମହାବନରୁ ଅର୍ଥାତ୍ ବର୍ତ୍ତମାନ କ'ଣ କରିଦେଲାରେ ନା ପଠେଇ ଦେଉଛି, ବା ତୁ କ'ଣ କରିବୁ ସେଠି ଯଦି ତୋର ସକର୍ମ ସାରିଲୁ କେଉଁଠି, ଏଇ ମହାବନରୁ, ତେଣୁ ଉତ୍ତର ଓଡ଼ିଶା ମୟୂରଭଞ୍ଜ ପଟକୁ ଯାଇଥିଲା, ଏବେ ତାକୁ କ'ଣ କହୁଛି ରେ ପଶ୍ଚିମାଭିମୁଖରେ କ'ଣ କରିବୁ ତୁ ଗତି କରିବୁ ବୋଲି ମେଘକୁ ସେ କହୁଛି। ନା ପଶ୍ଚିମାଭିମୁଖରେ ତୋର ବିଜୟ ରଥ ବାହି ସୂକ୍ଷ୍ମ ଶାଢ଼ୀର ଗନ୍ତାଘର ସମ୍ବଲପୁର ଅଞ୍ଚଳରେ ପହଞ୍ଚି ଯିବୁ। ଯେଉଁ ଦକ୍ଷିଣ ଓଡ଼ିଶା ବା ପଶ୍ଚିମ ଓଡ଼ିଶା, ତେଣୁ କ'ଣ କରିବୁ ନା ତୋର ବିଜୟ ରଥ, ତୁ ସେ କ'ଣ କରିବୁ ନା ତୋର ଯେଉଁ ବିଜୟ ରଥ ବା ତୋର ଯେଉଁ ଆଗମନ, ବର୍ଷାର ଆଗମନ ବା ଯେଉଁ ଜଳଧର ଅଗ୍ରଗତିକୁ ତୁ କ'ଣ କରିବୁ ନା ନେଇଯିବୁ ସମ୍ବଲପୁର ଅଞ୍ଚଳକୁ, ଯେଉଁଠି ସୂକ୍ଷ୍ମ ଶାଢ଼ୀର ଗନ୍ତାଘର। ତେଣୁ ସେଠି ରହିଛି ବିଭିନ୍ନ ପ୍ରକାର, ଆମେ ଜାଣିଛୁ ହୀରାକୁଦ, ହଁ କି ନାହିଁ, ହୀରାକୁଦ ଏବଂ ମା ସମଲେଶ୍ୱରୀ ଏସବୁ ତା'ର ତୀର୍ଥସ୍ଥାନ। ତେଣୁ ଅନେକ ପ୍ରକାର ସେଠି କ'ଣ ହେଇଛି, ସମ୍ବଲପୁରରେ ମଧ୍ୟ ବିଭିନ୍ନ ପ୍ରକାର କ'ଣ ହେଇଥାଏ। ପୁଣି ସମ୍ବଲପୁରରେ ସମ୍ବଲପୁରୀ ଶାଢ଼ୀ, ସମ୍ବଲପୁରୀ ଗୀତ, ଏସବୁ ହେଉଛି ତା'ର ସୂକ୍ଷ୍ମ ଶାଢ଼ୀ ବା ସମ୍ବଲପୁର ଅଞ୍ଚଳରେ ପହଞ୍ଚି ଯିବୁ ତୋର ବିଜୟ ରଥ ନେଇ। ଏବଂ ତନ୍ନେ ମହାନଦୀ, ସେଠି ମହାନଦୀ ଅଛି, ମହାନଦୀକୁ କ'ଣ କରିଛନ୍ତି, ସେଠି ଜଳପ୍ରପାତ କରିଛନ୍ତି। ତେଣୁ ମହାନଦୀ ଏଠାରେ ଉପଳ ଶଯ୍ୟାରେ ଯାଉଁ ଯାଉଁ ତୀର ଦେଶରେ ସ୍ୱର୍ଣ୍ଣ ରେଣୁ ଢାଳି ଦିଏ। ଅର୍ଥାତ୍ ମହାନଦୀକୁ ସେମାନେ ବନ୍ଦନ କରି ଏବଂ ତାଙ୍କ ଆଖପାଖ ଅଞ୍ଚଳରେ କ'ଣ ହେଇଛି, ତୀର ଦେଶରେ ସ୍ୱର୍ଣ୍ଣ ରେଣୁ ଢାଳି ଦିଏ। ତା'ର ପାଣିରେ ଏଇ ଯେଉଁ ବନବାସୀମାନେ ବା ଏଇ ଯେଉଁ ଲୋକମାନେ ମାନବମାନେ କ'ଣ କରିଥାନ୍ତି, ତା'ର ପାଣିରେ କ'ଣ ହୋଇଥାନ୍ତି, ସେମାନେ ବିଭିନ୍ନ ପ୍ରକାର ଫସଲ କରିବା ସ୍ୱର୍ଣ୍ଣ ରେଣୁ ଢାଳି ଦିଏ ଓ ନରନାରୀଙ୍କ ଦେହରେ ନବ ଲାବଣ୍ୟ ବଳି ଦିଏ। କିଏ? ଏଇ ମହାନଦୀ। ଦୁଃଖ ଦୈନ୍ୟରେ ସୁଦ୍ଧା ଏଠାରେ ନରନାରୀଙ୍କୁ ବିଷାଦ କାଣିମା ଛୁଏ ନାହିଁ। ଦୁଃଖ ଦୈନ୍ୟରେ ପ୍ରତ୍ୟେକ ଦିନ ଦୁଃଖରେ ରହିଲେ ମଧ୍ୟ ଏଇ ଲୋକମାନଙ୍କୁ ବା ଏଇ ନରନାରୀମାନଙ୍କୁ କ'ଣ କରେ ନାହିଁ ନା ବିଷାଦ କାଳିମା ବା ତାଙ୍କୁ କଷ୍ଟ କେବେ ଛୁଏଁ ନାହିଁ। କାହିଁକି ଛୁଏଁ ନାହିଁ? ଯେହେତୁ ତାଙ୍କ ପାଖରେ କ'ଣ ଅଛି, ତନ୍ନି ମହାନଦୀଟିଏ ରହିଅଛି। ପ୍ରାଚୀ ବଧୂ ଅର୍ଥାତ୍ ନୂଆ ବଧୂ ଅରୁଣିତ ମୁଖରୁ ଅବଗୁଣ୍ଠନ ଖୋଲିବା ଆଗରୁ ଏଠାରେ ବଧୂମାନେ ସ୍ନାନ ସାରି ଶିଶିର ସ୍ନାତା ଶେଫାଳି ପରି ହାସ୍ୟମୟୀ ହୋଇ ଉଠନ୍ତି। ଅର୍ଥାତ୍ ପ୍ରାଚୀ ବଧୂ, ନୂଆ ବଧୂଟିଏ ବା ନୂଆ ବୋହୂଟିଏ ଅରୁଣିତ ମୁଖରୁ ମାନେ ସକାଳୁ ସକାଳୁ ବା ଯେଉଁ ତା'ର ମୁହଁରୁ ଅବଗଣ୍ଠନ ଖୋଲିବା ପରେ, ନୂଆ ବୋହୂଟିରେ ତା'ର କ'ଣ ଓଢ଼ଣା ପକାଇଥିବ, ଓଢ଼ଣାଟାକୁ ଖୋଲିବା ପୂର୍ବରୁ ଏଠାରେ ବଧୂମାନେ ସ୍ନାନ ସାରି ଆଉ ଯେଉଁ ବଧୂମାନେ ରହିଥାନ୍ତି, ନୂଆ ବଧୂଟିଏ ତ ଲାଜି ଲାଜି ଯାଉଥିବ ଏବଂ ସିଏ ଯେତେବେଳେ ଗାଧୋଇବାକୁ ସ୍ନାନ କରିବାକୁ ଯାଇଥାଏ, ସେତେବେଳେ ତା'ର ଓଢ଼ଣା ଖୋଲୁ ଖୋଲୁ କ'ଣ ହେଇଥାନ୍ତି, ଅନ୍ୟ ବଧୂମାନେ ସ୍ନାନ ସାରି କ'ଣ କରିଥାନ୍ତି, ହାସ୍ୟମୟୀ ହୋଇ ଉଠନ୍ତି। ଦେଖିକି ସେମାନେ ହସି ପକାନ୍ତି। କେମିତି ଉଠି ହସି ପଡ଼ନ୍ତି? ଯେମିତି ଶିଶିର ସ୍ନାତ ଶେଫାଳି ଫୁଲ ପରି। ଆଜି ଶିଶିରରେ କ'ଣ ହେଇଥାଏ, ଶେଫାଳି ଫୁଲ ଗୁଡ଼ିକ କ'ଣ ହେଇଥାଏ, ପଡ଼ି ରହିଥାଏ ଏବଂ କ'ଣ ହେଇଥାନ୍ତି, ସେମାନେ ଯେମିତି ହସୁଥାନ୍ତି ଫୁଲ ଗୁଡ଼ିକ, ଠିକ୍ ସେହିପରି ଆଜି এই ବଧୂମାନେ ନୂଆ ବୋହୂ ଗୁଡ଼ିକୁ ବା ନବବଧୂ ଗୁଡ଼ିକୁ ଦେଖିକି ସେମାନେ କ'ଣ କରିଥାନ୍ତି, ହସୁଥାନ୍ତି। ତେଣୁ ସେଇଟା ମେଘକୁ ସେ କହିଦେଉଛି। ଏମାନଙ୍କର ଅନଳସ ଚରଣରେ କମଳ ଫୁଟି ଉଠେ। এই ନୂଆ ବଧୂମାନେ ତାଙ୍କ ଚାଲିରେ କ'ଣ ହେଇଥାନ୍ତି ନା କମଳ ଫୁଟି ଉଠେ। ଅର୍ଥାତ୍ କହିବାର ଅର୍ଥାତ୍ ତାଙ୍କ ପାଦରେ କମଳ ଫୁଟି ଉଠେ। କଳା କଳୁଷ କର ସ୍ପର୍ଶରେ କ୍ଷୁଦ୍ର କୁଟୀର ସୁଧା ହସି ଉଠେ। ଅର୍ଥାତ୍ ନୂଆ ବଧୂଟିଏ ଆସିଲା ପରେ ତାଙ୍କ ଘରରେ କ'ଣ କରେ ନା ସୁଖର କ୍ଷୁଦ୍ର କୁଟୀର, ଛୋଟ ଛୋଟ କୁଟୀରରେ କ'ଣ ହେଇଥାଏ, କିନ୍ତୁ ହସ ଖେଳେଇ ଦେଇଥାଏ। କଳା ସୁଖ କର ସ୍ପର୍ଶରେ କ୍ଷୁଦ୍ର କୁଟୀର ସୁଧା ହସି ଉଠେ। ଚାରି ଚିକୁରକୁ ବଳି ତୋର ଲୋଭନୀୟ କଜଳ କାନ୍ତିକୁ ବହୁଦିନ ପରେ ଦେଖି ଏମାନେ ଆୟତ ନୟନରେ ଚାହିଁ ରହିବେ। ତେଣୁ ଏଠି ଲେଖକ କହୁଛନ୍ତି ପୁଣି ସେଇ ଆଜି ଯେଉଁ ରହିଲେ ପଶ୍ଚିମ ଦିଗକୁ ପଠାଇଛନ୍ତି ଏବଂ ପଶ୍ଚିମ ଦିଗରେ ଯେତେବେଳେ ଗଲେ ସମ୍ବଲପୁର ଯେଉଁ କହୁଛି, ସେଇ ସମ୍ବଲପୁର ପାଖ ଅଞ୍ଚଳରେ ଥିବା ନରନାରୀମାନେ ଏବଂ ନବବଧୂମାନେ ସେମାନେ ତୋତେ ଦେଖିକିରି କ'ଣ କରିବେ, ତୋର ଚାରୁ ଚିକୁର ବଳି, ତୋର ଚାରୁ ଚିକୁଳ ରୂପକୁ ଦେଖି ବା ତୋ ଶରୀର କଳା ମେଘର ରୂପକୁ ଦେଖି ବା କଜଳକାନ୍ତି ରୂପକୁ ଦେଖି ସେମାନେ କ'ଣ ହେବେ ନା ଆୟତ ନୟନରେ ଚାହିଁ ରହିବେ। ତୋତେ ଆୟତ ନୟନରେ ବା ତୋତେ ଦେଖିକିରି ସେମାନେ କ'ଣ ଆଚମ୍ବିତ ହୋଇକି ଚାହିଁ ରହିଥିବେ। ଘନ ବିଲୋଳ ନେତ୍ର ଭଙ୍ଗୀରେ ଭଳି ଯାଇ ସକର୍ମ ଭୁଲିଯିବୁ ନାହିଁ। ସେମାନେ ଯେତେବେଳେ ତୋତେ ଚାହିଁକି ରହିଥିବେ, ସେତେବେଳେ ତୁ ଭୁଲିଯିବୁ ନାହିଁ। ବିଲୋଳ ନେତ୍ର ଭଙ୍ଗୀରେ, ତାଙ୍କର ନେତ୍ରରେ ସେମାନେ ଯେଉଁ କରୁଣରେ, ସେମାନେ ଯେଉଁ ପ୍ରେମରେ, ସେମାନେ ଯେଉଁ ଆଦରରେ ତୋତେ ଯେଉଁ ଚାହିଁକି ରହିଥିବେ ଏବଂ ତୋତେ ଯେଉଁ ସେମାନେ ବ୍ୟାକୁଳ ହେଉଥିବେ, ତେଣୁ ସେମାନଙ୍କୁ ତୁ କେବେ ଭୁଲିଯିବୁ ନାହିଁ। କେଦାର ଭରା ବାରିପାତରେ ସମ୍ବଲପୁରକୁ ଶ୍ୟାମଳ କରି ଆସିବୁ। କେଦାର ଭରା ଅର୍ଥାତ୍ କ'ଣ କରିବୁ ନା କେଦାର ଭରା ବାରିପାତରେ ସମ୍ବଲପୁରକୁ ଶ୍ୟାମଳ କରି ଆସିବୁ।
ମାନେ ଅବିରତ ଭାବରେ କ'ଣ କରିବୁ ସେଠି ବୃଷ୍ଟି କରିବୁ ବା କେଦାର ଭାବରେ ତୁ ସେଠି ବାରିପାତ କରିବୁ, ଯାହାଫଳରେ ସମ୍ବଲପୁର ନରନାରୀମାନେ ପରିବେଶ ଶ୍ୟାମଳ ଉଜ୍ଜଳ ଏବଂ ମହାନଦୀ ସ୍ରୋତରେ ତୁ କ'ଣ କରିବୁ ରେ ପାଣି ବର୍ଷଣ କରି ସେଠିକାର ଲୋକମାନଙ୍କୁ ତୁ କ'ଣ କରିବୁ ଆନନ୍ଦିତ କରିଦେଇକିରି ଆସିବୁ ବୋଲି ମେଘକୁ କହୁଛି ଲେଖକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ଏହାପରେ ଅସରନ୍ତି ବେଣୁ ବନ ଉପରେ ସଞ୍ଚରଣ କରି ଉପକୂଳ ଆଡ଼କୁ ଗତି କରି କଲାବେଳୁ ତୁ ଦେଖି ବିସ୍ମିତ ହେବୁ ଯେ ଯନ୍ତ୍ରଦାନବର ପ୍ରତିଦିନ ପାରଣା ହୋଇ ସୁଦ୍ଧା ବଂଶ ବୃଦ୍ଧି କରି ଚାଲିଛି ଓ ବାନରୀଙ୍କର କ୍ରୀଡ଼ା ଦଳିକା ହୋଇ ରହିଛି। ଅର୍ଥାତ୍ କହିବା ତୁ ଯେତେବେଳେ ସେଠି ସାରି ସାରିଲା ପରେ ତାପରେ ତୁ କ'ଣ କରିବୁ ତା'ର ବେଣୁବନ ଅର୍ଥାତ୍ ଜଙ୍ଗଲ ବା ଘଞ୍ଚ ଜଙ୍ଗଲ ପଟେ ତୁ କ'ଣ କରିବୁ ସଞ୍ଚାରଣ କରିବୁ ଏବଂ ଉପକୂଳ ଆଡ଼କୁ ଅର୍ଥାତ୍ ସମୁଦ୍ର ଉପକୂଳ ଆଡ଼କୁ ତୁ କ'ଣ ଯେତେବେଳେ ଗତି କରିବୁ ସେତେବେଳେ ଦେଖିକି ତୁ ଡରିଯିବୁ ବା ବିସ୍ମିତ ହୋଇଯିବୁ ନା ଯନ୍ତ୍ରଦାନର ପ୍ରତିଦାନେ ପାରଣା ହୋଇ ସୁଦ୍ଧା ବଂଶ ବୃଦ୍ଧି କରି ଚାଲିଛି। ଅର୍ଥାତ୍ ଯନ୍ତ୍ର ଦାନବର ଆଜି ଯେଉଁ ମାନବମାନେ ଯେଉଁ ସେଠି ମହାନଦୀରେ କ'ଣ କଲେ ବିଭିନ୍ନ ଯନ୍ତ୍ର କରି ଇଲେକ୍ଟ୍ରିକ୍ ଉଦ୍ଭାବନ କଲେ ବା ବିଭିନ୍ନ କଳକାରଖାନା ଉତ୍ପାଦନ ହେଲା ହେଲେ ମଧ୍ୟ କରିକିରି ସେମାନେ ଆଜି କ'ଣ କରିছে ତାଙ୍କର ବଂଶ ବୃଦ୍ଧି କରିଛନ୍ତି ଏବଂ ବାନରୀଙ୍କର କ୍ରୀଡ଼ା ଦଳିକା ହୋଇ ରହିଛି। ଆଜି ବାନରବାନୀରା ଯେମିତି ଜଙ୍ଗଲରେ କ'ଣ ଡିଆଁ ମାରୁଛନ୍ତି ଆଜି ଠିକ୍ ସେଠିକାର ଲୋକମାନେ ମଧ୍ୟ ଆଜି କ'ଣ ହେଇଛନ୍ତି ସେମାନେ ସମସ୍ତେ ଆଜି କ'ଣ ହେଇଛି ନା କ୍ରୀଡ଼ା ବା ଦଳିକା ହେଇ ରହୁଛନ୍ତି ବା ଖେଳକୁଦା କରୁଛନ୍ତି, କିନ୍ତୁ ସେମାନେ କ'ଣ କରୁନାହାନ୍ତି ନା ତାଙ୍କର ପରିଶ୍ରମ ବା ସେମାନେ କରୁନାହାନ୍ତି। ଆଜିକାଲି ସେମାନେ କ'ଣ କରିକି ଚାଲିଛନ୍ତି ନା ବଂଶ ବୃଦ୍ଧି କରି ଚାଲିଛନ୍ତି। ତାପରେ ଦେଖ ଲେଖକ ପୁଣି କହୁଛନ୍ତି ଏହି ବଂଶ ବନକୁ ବାୟୁ ହିଲ୍ଲୋଳରେ ଦୋହଲାଇ, ଅର୍ଥାତ୍ କ'ଣ କହୁଛି ଏହି ବଂଶବନକୁ ଏହି ସମ୍ବଲପୁର ବଂଶବନକୁ ତୁ କ'ଣ କରିବୁ ରେ ହିଲ୍ଲୋଳରେ ହଲେଇ ଦେବୁ, ହଁ କି ନାହିଁ, ବା ଥର କରିଦେବୁ ବା ଆଉ କ'ଣ କରିଦେବୁ ରେ ନା ତାଙ୍କର କଣ୍ଟା ବନକୁ ମାନେ ହିଲ୍ଲୋଳରେ ବାୟୁ ହିଲ୍ଲୋଳରେ ଥରେଇ ଦେବୁ ଦୋହଲାଇ ଦେବୁ ଏବଂ ସମସ୍ତ ଅଞ୍ଚଳକୁ ଶ୍ୟାମଳ କରି ସମସ୍ତ ଅଞ୍ଚଳକୁ ଅର୍ଥାତ୍ ସମ୍ବଲପୁର ଏବଂ ଦକ୍ଷିଣ ପଶ୍ଚିମ ଓଡ଼ିଶାକୁ ତୁ କ'ଣ କରିବୁ ରେ ନା ଶ୍ୟାମଳ କରିଦେଇ ଆସିବୁ ତୋର ବୃଷ୍ଟିପାତରେ ଏବଂ ଯେଉଁ ଟଙ୍କିଳ ଅନୁଗୁଳ ଯେଉଁ ପାହାଡ଼ିଆ ମାଟି ବା ପାହାଡ଼ିଆ ଭୂମିକୁ ଅନୁଗୁଳ ପଥରରେ କପିଳାସ ସ୍ପର୍ଶ କରି ତୁ ପରେ କ'ଣ କରିବୁ ରେ ସମ୍ବଲପୁର ଆସିକି କେଉଁଠି ପହଞ୍ଚିବୁ କପିଳାସ ଢେଙ୍କାନାଳ। ତେଣୁ ବର୍ତ୍ତମାନ ତୁ କପିଳାସ ଆସିରେ କ'ଣ କରିବୁ ସ୍ପର୍ଶ କରିବୁ, ଏଟା ରହିଛି କପିଳାସ କେଉଁଠି ଜାଣିଛୁ ଢେଙ୍କାନାଳ, ତେଣୁ କପିଳାସରେ ଆସି କ'ଣ କରିବୁ ସ୍ପର୍ଶ କରିବୁ। ଯେମିତି ମୟୂରଭଞ୍ଜରେ କ'ଣ କହିଲା ତୁ କ୍ରାନ୍ତି କରି କେଉଁଠି ରହିଯିବୁ ରେ ଯେତେବେଳେ କଷ୍ଟ ଲାଗିବ ମେଘାସନ ପର୍ବତ ରହିଯିବୁ ମାଲ୍ୟଗିରି ପର୍ବତ ରହିଯିବୁ, ଠିକ୍ ସେହିପରି ଏଠି ମଧ୍ୟ କହୁଛନ୍ତି ନା ତୁ ଅନୁଗୁଳ ପଥରେ ଟଙ୍କିଳ ଅନୁଗୁଳ ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ଛାଡ଼ିକିରି ବର୍ତ୍ତମାନ କେଉଁ ଜିଲ୍ଲା କହୁଛି ଅନୁଗୁଳ, ତେଣୁ ଅନୁଗୁଳରେ ରହିଛି କ'ଣ କପିଳାସ ମନ୍ଦିର, ତେଣୁ ଏହି ପାଖ ତାକୁ ସ୍ପର୍ଶ କରିବୁ ଏବଂ ଉପକୂଳରେ ପହଞ୍ଚିବା ଆଗରୁ ସେହି ଉପକୂଳ ଅଞ୍ଚଳକୁ ବା ସେହି ସମୁଦ୍ର ଅଞ୍ଚଳକୁ ପାଖାପାଖି ବା ସେହି ଟଙ୍କିଳ ଉପକୂଳ ଅଞ୍ଚଳକୁ ପହଞ୍ଚିବା ଆଗରୁ ଦୂରରୁ ସୌଧାବଳୀ ଦେଖି ଜାଣିବୁ ଯେ ଏହି ସେହି କଟକ ଉତ୍କଳର ଉତ୍ତମାଙ୍ଗ, ଅର୍ଥାତ୍ ସୌଧାବଳୀ। ତେଣୁ ଯେତେବେଳେ ତୁ ଅନୁଗୁଳରୁ କ'ଣ କରିବୁ ନା ଉପକୂଳ ସମୁଦ୍ର କୂଳ ପାଖାପାଖି ବହି ଚାଲିଯିବୁ ଗତି କରୁଥିବୁ, ତେଣୁ ସେହି ଗତି କରୁ କ'ଣ ହେଉଥିବୁ ନା ତୁ ଆଗରୁ ଦୂରରୁ ଅର୍ଥାତ୍ ତୁ ଦୂରରୁ ଦେଖିପାରିବୁ ନା ସୌଧାବଳୀ ଅର୍ଥାତ୍ ଉଚ୍ଚ କଟାଳିକା ଘରଗୁଡ଼ିକ, ସୌଧାବଳୀ ବଡ଼ ବଡ଼ ଯେଉଁ ଘରଗୁଡ଼ିକ କୁହାଯାଇଥାଏ ସେଗୁଡ଼ିକ ହେଉଛି ସୌଧା ବା ସେଇଗୁଡ଼ିକ ହେଉଛି ବଡ଼ ବଡ଼ ପକ୍କା ଘରକୁ ଦେଖିକିରି କ'ଣ ହେଇଯିବୁ ତୁ ଦେଖି ଜାଣିବୁ ଯେ ଏହି ସେହି କଟକ ଉତ୍କଳର ଉତ୍ତମାଙ୍ଗ, ଏଇଟା ହେଉଛି ମସ୍ତକ, କଟକର ଉତ୍କଳର ଉତ୍ତମାଙ୍ଗ ବା ଉତ୍ତମାଙ୍ଗର ଅର୍ଥ ହେଉଛି ମସ୍ତକ, ବୁଝିଲା କି? ଉତ୍ତମାଙ୍ଗର ଅର୍ଥ ହେଉଛି ମସ୍ତକ। ତେଣୁ ଏ ସୌଧାବଳୀ ଅର୍ଥାତ୍ ହେଉଛି ବଡ଼ ବଡ଼ ପକ୍କା ଘର, ଯେତେବେଳେ ମେଘ ତୁ ଯିବୁ ଏବଂ ସେଠିକାର ବଡ଼ ବଡ଼ ପକ୍କା ଘରକୁ ଦେଖି ସାରିଲା ପରେ ତୁ କ'ଣ କରିବୁ ଜାଣିପାରିବୁ ଯେ ଏହା ହେଉଛି କଟକର ମସ୍ତକ ବା କଟକର ମୁଣ୍ଡ ବୋଲି କହୁଛନ୍ତି। ତେଣୁ ଯେତେବେଳେ ତୁ ସମ୍ବଲପୁର କେଉଁଠୁ ଆସିଲୁ ଅନୁଗୁଳକୁ ଛୁଇଁ ସାରିଲା ପରେ କପିଳାସ ଛୁଇଁଲୁ, କପିଳାସ ସ୍ପର୍ଶ କରି ସାରିଲା ପରେ ତୁ ଧୀରେ ଧୀରେ ଉପକୂଳ ଅଞ୍ଚଳକୁ ଯାଇକି କେଉଁଠି ପହଞ୍ଚିବୁ ନା କଟକ। ଯେତେବେଳେ କଟକକୁ ଦୂରରୁ ଦେଖିକି ଜାଣିପାରିବୁ ଯେ ବଡ଼ ବଡ଼ ପକ୍କା ଘରକୁ ଦେଖି ଜାଣିପାରିବୁ ଯେ ଇଏ ହେଉଛି ସେହି କଟକ। ତାପରେ ଘନ ଏହି ଥିଲା ଦିନେ ଗର୍ବିତ ଗଜପତିର ରାଜଧାନୀ। ଆଜି କଟକ ଆଜି ଗର୍ବ କରୁଥିଲା ବିଭିନ୍ନ ରାଜାମାନଙ୍କୁ ନେଇ, ସେଇଟା ସେ କହୁଛି। ତେଣୁ ଏହି ଥିଲା ଦିନେ ଗର୍ବିତ ଗଜପତିର ରାଜଧାନୀ, ଆଉ ଏଇଠାରୁ ହିଁ ତାହାର ଅଜୟ ବାହିନୀ ଝଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତକୁ ଗତି କରି ଚାଲିଥିଲା, ହଁ କି ନାହିଁ? ତେଣୁ ଦେଖ ଏଇଠି ସେ କହୁଛି ଏଇ କଟକ ଆମର ରାଜଧାନୀ ଥିଲା। ଏଇ କଟକରୁ ବିଭିନ୍ନ ପ୍ରକାର କ'ଣ ଅଛି ରେ ଇଂରେଜମାନେ ବା ଏଇ ଯେଉଁ ରହିଥିଲେ ମରାଠୀମାନେ ମୁସଲମାନମାନେ ଆସି କ'ଣ କରୁଥିଲେ ଶାସନ କରୁଥିଲେ ଏବଂ ବିଭିନ୍ନ ଦୁର୍ଗ ସବୁ ତିଆରି କରୁଥିଲେ, ଯେମିତି ରାଜବାଟୀ ଦୁର୍ଗ, ହଁ କି ନାହିଁ, ବାରବାଟୀ ଦୁର୍ଗ, ଲାଲବାଗ, ଏସବୁ ଯେଉଁ ଦୁର୍ଗ କରିଥିଲେ ଏବଂ ବର୍ତ୍ତମାନ ଯେଉଁ ରହିଛି ଆମର ବାରବାଟୀ କ୍ରିକେଟ ଷ୍ଟାଡ଼ିୟମ୍ ଏବଂ ବିଜୁ ପଟ୍ଟନାୟକ, ଏସବୁ ଯେଉଁ ରହିଛି ସ୍ଥାନଗୁଡ଼ିକ ଆଜି ସେମାନେ କେମିତି କରିଛନ୍ତି ତାଙ୍କର ଏଇ ରାଜାମାନେ ତାଙ୍କର ସୈନ୍ୟମାନଙ୍କ ଦ୍ୱାରା ଅଜୟ ବାହିନୀ ଦ୍ୱାରା ସେମାନେ ବିଭିନ୍ନ ଦୁର୍ଗତାଙ୍କୁ ସେମାନେ ଗତି କରି ଚାଲିଛନ୍ତି ବା ଦୁର୍ଗ ସବୁ ସ୍ଥାପନ କରିଛନ୍ତି। ଏବଂ ସ୍ତୁତିପୁତ
ବିଡ଼ାଣିସି ଆଜି ମୃତ୍ତିକାରେ ଅବଲୁପ୍ତ। ଅର୍ଥାତ୍ କହିବାର ଅର୍ଥ ହେଉଛି ଆଜି କିନ୍ତୁ କ'ଣ ହେଇଛି ସେଇଗୁଡ଼ିକ ଏ ଦୁର୍ଗାନ୍ତ ଗୁଡ଼ିକ ଆଜି କ'ଣ ହେଇଛି ନା ସ୍ତୁପ୍ତ ଭାଙ୍ଗି ରୁଜି ଆଜି ଅବଲୁପ୍ତ ଲୁପ୍ତ ହେବାକୁ ଯାଉଛି। ବିଡ଼ାଣିସି ଆଜି ଯେଉଁ ଆମେ ଗର୍ବ କରୁଛୁ ବିଡ଼ାଣିସି ଭାବରେ ଗର୍ବ କରୁଛୁ ସେଇ ମୃତ୍ତିକାରେ ଆଜି ଏଗୁଡ଼ିକ କ'ଣ ହେଉଛି ନା ଲୁପ୍ତ ହୋଇଯାଉଛି। ତେଣୁ ପ୍ରଥମେ ସେ କହିଛି ଆଜି ଲାଞ୍ଛିତ ଖଣ୍ଡିତ ବିଖଣ୍ଡିତ ହୋଇ ରହିଛି କିଏ ଏ ଆମର ଉତ୍କଳ ଭୂମି ମୋର ଜନ୍ମଭୂମି। ତେଣୁ ଆଜି ସେଇଟା ସେ କହିଦେଉଛି ଦେଖ ନା ଆଜି ହେଉଛି ଅବଲୁପ୍ତ ହୋଇଯାଉଛି ଆଜି କିଏ ଏଇ କଟକ ସହର ଆଜି ତାର ଦୁର୍ଗ ଗୁଡ଼ିକ ଆଜି କ'ଣ ହେଉଛି ଅବଲୁପ୍ତ ହୋଇ ରହିଯାଉଛି। ମାତ୍ର ଲୁଣ୍ଠିତ ବାରବାଟୀର ସଂକଳିତ ପ୍ରସ୍ତରେ ତୋର ସ୍ମୃତି ଓ କୀର୍ତ୍ତି ଆଜି ଯାଏଁ ଲାଗି ରହିଛି ଓ ମର୍କତ କେଶରୀର ମହାକୀର୍ତ୍ତି ଆଜି ଯାଏଁ ଚିତ୍ରୋତ୍ପଳାର ମେଖଳା ପରି ଦିଶୁଛି। ଅର୍ଥାତ୍ ଅବଲୁପ୍ତ ହୋଇ ପଡ଼ିଛି ବା ଲୁଣ୍ଠିତ ହୋଇ ପଡ଼ିଛି ବାରବାଟୀ ଆଜି ମଧ୍ୟ ଲୁଣ୍ଠିତ ହୋଇ ପଡ଼ିଛି ଏବଂ ତା'ର ପ୍ରସ୍ତର ଆଜି କ'ଣ ହେଇଛି ନା ସ୍ମୃତି କୀର୍ତ୍ତି ଆଜି ଯାଏଁ ଲାଗି ରହିଛି ବା ଖଣ୍ଡ ବିଖଣ୍ଡିତ ହୋଇକରି ମଧ୍ୟ ହେଲେ ମଧ୍ୟ କ'ଣ ସେଗୁଡ଼ିକର ଚିହ୍ନ ଗୁଡ଼ିକ ଜଣାପଡ଼ୁଛି। ଏବଂ ମର୍କତ କେଶରୀ ମହାକୀର୍ତ୍ତି ଯେଉଁ ବଂଶ ବା ଯେଉଁ ରାଜାମାନେ ରହିଥିଲେ ମର୍କତ କେଶରୀ ଜଜାତ କେଶରୀ ଏମାନେ ଯେଉଁ ରହିଥିଲେ ତାଙ୍କର ମହାକୀର୍ତ୍ତି ଦୁର୍ଗ ଗୁଡ଼ିକ ଆଜି କ'ଣ ହେଉଛି ଚିତ୍ରୋତ୍ପଳା ବା ନଦୀ ଗୋଟିଏ ନାମ ତେଣୁ ଚିତ୍ରୋତ୍ପଳା ନଦୀ ବା ମେଖଳା ପରି ଦିଶୁଛି। ଆଜି ସେଗୁଡ଼ିକ ମଧ୍ୟ ଆଜି ଲୁପ୍ତ ଖଣ୍ଡିତ ହୋଇ ଆଜି ବିଖଣ୍ଡିତ ହୋଇ ପଡ଼ି ରହିଛି ହେଲେ ମଧ୍ୟ ସେଗୁଡ଼ିକ କ'ଣ ହେଉଛି ଦେଖାଯାଉଅଛି ବା ତାଙ୍କର ମୁହଁ ଗୁଡ଼ିକ ଦେଖାଯାଉଅଛି। ଏଇଠାରେ ହିଁ ବହୁ କବି ଜ୍ଞାନୀ ଗୁଣୀ କର୍ମୀ ଅଳ୍ପ ଦିନ ତଳେ ଉତ୍କଳର ମହାନିଶାରେ ଉଜାଗର ରହି ଜ୍ଞାନଦୀପ ଜାଳିଗଲେ। ଏଠି କହିବାର ଅର୍ଥ ହେଉଛି ଏଇ କଟକରୁ ଏଇ ଯେଉଁ ଦୁର୍ଗରୁ ଏଇ କଟକରୁ ଏଇ ରାଜଧାନୀରୁ କ'ଣ ହେଇଛି ବହୁ କବି ହଁ କି ବହୁ କବି ଜ୍ଞାନୀ ଗୁଣୀ କର୍ମୀ ସବୁ କ'ଣ କରିଛନ୍ତି ନା ମହାନିଶାରେ ରହି ଉଜାଗର ରହି ଆଜି ଜ୍ଞାନଦୀପ ଜାଳି ଦେଇ ଯାଇଛନ୍ତି। ଏହି ଦୀପ୍ତ ଅଖଣ୍ଡ ରହୁ ଆଜି ମେଘକୁ କହୁଛି ଏଇ ବର୍ଷାକୁ କହୁଛି ଏ ବାରିବାହକୁ କହୁଛି କିନ୍ତୁ ସେମାନେ ଆଜି ପର୍ଯ୍ୟନ୍ତ ଜୀବନ୍ତ ହୋଇ ରହନ୍ତୁ। ଆଜି ଖଣ୍ଡ ବିଖଣ୍ଡିତ ହୋଇଯାଉଛନ୍ତି ହେଲେ ମଧ୍ୟ ଆମେ ତାଙ୍କୁ କ'ଣ କରିବା ନା ସ୍ମରଣ କରି ରଖିବା। ଏହି ଦୀପ୍ତ ଅଖଣ୍ଡ ରହୁ କେବେ ଲୋପ ନ ହଉ ବା ଖଣ୍ଡକିତ ବା ବିଖଣ୍ଡିତ କେବେ ହୁଅ ନାହିଁ ବୋଲି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମେଘକୁ ସୂଚିତ କରିଦେଉଛି ବା ଜଣାଇ ଦେଉଛନ୍ତି। ତାପରେ ଏହା ହିଁ କାମନା କରି ତୁ କଟକରୁ ଶ୍ୟାମଳ କରି ଚାଲି ଆସିବୁ। ଆଜି ଯେଉଁ ଖଣ୍ଡ ଅଖଣ୍ଡିତ ହୋଇଛି ଆଜି ମୃତ୍ତିକାରେ ଲୁପ୍ତ ହେବାକୁ ଯାଉଛି ସେଠି ମଧ୍ୟ ତୁ କ'ଣ କରିବୁ ତୁ ତୋର ସକର୍ମ ତୋର କାମନା କରି ବା ତୋର ଯେଉଁ କର୍ମ ତୋର ଯେଉଁ ଗୁଣ ତୋର ଯେଉଁ କାମ୍ୟ କରିବା ପାଇଁ ତୁ କ'ଣ କରିବୁ ନା ସେଠି ମଧ୍ୟ ବର୍ଷା ବରଣ କରିବୁ ଏବଂ କଟକ ସହରକୁ ଏବଂ କଟକର ମୋର ମାତୃଭୂମିକୁ ମୋ ଜନ୍ମଭୂମିକୁ ତୁ ମଧ୍ୟ ସେଠି କ'ଣ କରିଦେବୁ ଶ୍ୟାମଳ ସୁନ୍ଦର ସୁଜଳ ଶ୍ୟାମଳ ସୁଫଳା କରିଦେଇକରି ଆସିବୁ ବୋଲି କହୁଛନ୍ତି। ତେଣୁ ପିଲାମାନେ ଜାଣିଲ ପ୍ରଥମେ ମୟୂରଭଞ୍ଜରୁ ଆସିଲେ କେଉଁଠିକି ସମ୍ବଲପୁର ଆସିଲେ କେଉଁଠି ଅନୁଗୁଳ ଏବଂ ଅନୁଗୁଳ ପରେ ବର୍ତ୍ତମାନ ପହଞ୍ଚି ଆସିଛନ୍ତି ମେଘ କେଉଁଠି ରହିଛି ନା କଟକରେ। ତେଣୁ କଟକରେ ମଧ୍ୟ କ'ଣ କରିଦେବୁ ନା ଶ୍ୟାମଳ କରିଦେବୁ ବୋଲି କହୁଛନ୍ତି। ତାପରେ ଦେଖ କଟକରୁ ଦକ୍ଷିଣାଭିମୁଖୀରେ ଯାଇ ଥରେ କୋଣାର୍କର ଚାରୁଚୂଡ଼ା ଚୁମ୍ବନ ନ କଲେ ତୋର ଉତ୍କଳ ଭ୍ରମଣ ସାର୍ଥକ ହେବ ନାହିଁ। ତେଣୁ ପ୍ରଥମେ ପୁଣି କହୁଛନ୍ତି ବାରିବାହକୁ ବା ମେଘକୁ କହୁଛି ତୁ କ'ଣ କରିବୁ ସେଇଠି ରହି ପଶ୍ଚିମ ବା ଦକ୍ଷିଣାଭିମୁଖୀ ହୋଇ ତୁ କ'ଣ କରିବୁ ନା କୋଣାର୍କର ଚାରୁଚୂଡ଼ା ଚୁମ୍ବନ କଲେ ତୋର ଉତ୍କଳର ଭ୍ରମଣ ସାର୍ଥକ ହେବ ନାହିଁ ବୋଲି କହୁଛି। ଆଜି ତୁ ଯେଉଁ ଉତ୍କଳରେ ଆଗମନ କରିଛୁ ଆଜି ତୁ ଉତ୍କଳରେ ଯେଉଁ ଭ୍ରମୁଛୁ ବା ଭ୍ରମଣ କରୁଅଛୁ ତୋର ସାର୍ଥକ ହେବ ନାହିଁ ଯଦି ତୁ କ'ଣ କରିବୁ ନାହିଁ ଏ କୋଣାର୍କର କୃଷ୍ଣଚୂଡ଼ାକୁ ତୁ ଯଦି କେବେ ଛୁଇଁବୁ ନାହିଁ ବା ଚୁମ୍ବନ କରିବୁ ନାହିଁ ତୋର ଭ୍ରମଣ ସାର୍ଥକ ହେବ ନାହିଁ ବୋଲି କହୁଛନ୍ତି। ଏବଂ କୋଣାର୍କ ପଥରେ ଯାଉ ପଥ ମଧ୍ୟରେ ଅଗଣିତ କୀର୍ତ୍ତି ଦେଖି ତୁ ଚକିତ ହୋଇଯିବୁ ନାହିଁ। ଆଜି ମନ୍ଦିର ମାଳିନୀ ଭୁବନେଶ୍ୱର ମନ୍ଦିର ମାଳିନୀ କଟକ ଆଜି ମନ୍ଦିର ମାଳିନୀ ପୁରୀ। ତେଣୁ ଏହିସବୁ ଯେଉଁ ସେଠି ବିଭିନ୍ନ ପ୍ରକାର ତୀର୍ଥସ୍ଥାନ ବିଭିନ୍ନ ପ୍ରକାର କୀର୍ତ୍ତି ଦୁର୍ଗ ମନ୍ଦିର ସବୁ ମହାମନ୍ଦିର ଏସବୁ ଉପସ୍ଥିତ ରହିଅଛନ୍ତି। ଆଜି କୋଣାର୍କ ଯିବୁ ଉଦୟଗିରି ଖଣ୍ଡଗିରି ତା ପାଖରେ ତେଣୁ କ'ଣ କରିବୁ ଏଠି ଅନେକ ପ୍ରକାର କୀର୍ତ୍ତିସ୍ଥାନ ବା ଗୁଡ଼ିକୁ ଦେଖି ତୁ କେବେ ଡରିଯିବୁ ନାହିଁ ବା ଚକିତ ହୋଇଯିବୁ ନାହିଁ। ହେ ବାରିବାହ ମାତ୍ର ଘନ ହେ ବାରିବାହ ବା ହେ ଘନ ଏହି ଶ୍ରୁତି ଶ୍ମଶାନରେ ଅଟକି ଗଲେ ତୋର ସକାର୍ଯ୍ୟ ସାଧନାରେ ବିଳମ୍ବ ଘଟିବ। ତୁ ସେଠି କଦାପି କ'ଣ ହେବୁ ନାହିଁ କମ୍ ସମୟ ରହିକରି ତୁ କ'ଣ କରିବୁ ନା ତୋର ସକାର୍ଯ୍ୟ ବା ତୋର ସକର୍ମ ସାଧନାରେ ତୁ କ'ଣ କରିବୁ ନା ଆଗେଇ ଯିବୁ। ସେଠି କେବେ ବି କଦାପି ତୁ କ'ଣ କରିବୁ ନାହିଁ ବିଳମ୍ବ କରିବୁ ନାହିଁ। ଏଣୁ ତୁ ଅତୀତ ଉତ୍କଳର ମହୀର ମାନଦଣ୍ଡ ପରି ଦଣ୍ଡାୟମାନ ଖାଲି ଲିଙ୍ଗରାଜ ନିକେତନର ଚାରୁଚୂଡ଼ା ପ୍ରତି ଆନନ୍ଦ ହୋଇ ଉପକୂଳ ପଥରେ ଗତି କରି ଚାଲି ଯିବୁ। ଅର୍ଥାତ୍ କହୁଛି କ'ଣ ତୁ ସେଠି କ'ଣ କରିବୁ ନାହିଁ ବିଳମ୍ବ ହେବୁ ନାହିଁ। ଏବଂ ଆଜି ଯେଉଁ ଉତ୍କଳ ପ୍ରଦେଶ କ'ଣ ହେଇଛି ନା ଦଣ୍ଡାୟମାନ ହୋଇଛି କ'ଣ ଦଣ୍ଡାୟମାନ ହୋଇଛି ବା ମାନଦଣ୍ଡ ରହିଛି ନା ଲିଙ୍ଗରାଜ ମନ୍ଦିର କୋଣାର୍କ ମନ୍ଦିର ହଁ କି ନାହିଁ ଏସବୁ ମନ୍ଦିର ଏବଂ ନିକେତନର ଚାରୁଚୂଡ଼ା ପ୍ରତି
ଆନନ୍ଦିତ ହୋଇ ତୁ ସେଠି ସ୍ପର୍ଶ କରିଦେବୁ ରେ, ସେଇଟା କହୁଛି। କେଉଁଠି ଗୋଟେ ସ୍ପର୍ଶ କରିଦେବୁ? ଲିଙ୍ଗରାଜ ମନ୍ଦିର, କୋଣାର୍କ ମନ୍ଦିର ଏବଂ ବିଭିନ୍ନ ଯେଉଁ ଆଖପାଖ ଅଞ୍ଚଳରେ ଥିବା ଯେଉଁ ଉତ୍କଳର ମହିର ମାନଦଣ୍ଡକୁ ସେମାନେ ସବୁ ଦଣ୍ଡାୟମାନ ହେଇଛନ୍ତି, ସେଗୁଡ଼ିକୁ ତୁ କ'ଣ କରି ସ୍ପର୍ଶ କରି ତୋର ବର୍ଷା ବରଣ କରି ତୁ କ'ଣ କରିବୁ ନା ଧୀରେ ଧୀରେ କ'ଣ କରିବୁ ନା ଉପକୂଳ ପଥରେ ଗତି କରି ବା ସମୁଦ୍ର କୂଳେ ଗତି କରି କ'ଣ କରିବୁ ନା ଚାଲିଯିବୁ। ବେଳାଭୂମିର ଅର୍ଥାତ୍ ସେହି ସମୁଦ୍ର କୂଳରେ ଯେତେବେଳେ କ'ଣ ହେଉଥିବ ନା ସେହି ସମୁଦ୍ର କୂଳରେ ତୁ ଯେତେବେଳେ ଗତି କରିକି ଯାଉଥିବୁ ନା ଶ୍ୟାମଳ ପଥରେ ଯିବା ବେଳେ ତୁ ସେହି ରାସ୍ତାରେ ବା ସେହି ପଥରେ ଯେତେବେଳେ ତୁ ଯିବା ସମୟରେ ଦେଖିବୁ ନା ପଲ୍ଲୀବାଳା ମାନେ ଅର୍ଥାତ୍ ସେହି ଗାଁର ଲୋକମାନେ, ଗାଁକୁ ବା ସେହି କଟକ ସହରର, ହଁ କି ନାହିଁ, ସେହି ପଲ୍ଲୀ ମାନେ ବା ନରନାରୀମାନେ କ'ଣ କରିବେ ନା ତୋର ସ୍ୱାଗତ ପାଇଁ ଶଙ୍ଖ ଧ୍ୱନି ଧରି କୁଟୀରରୁ ବାହାରି ଆସିବେ, ହଁ କି ନାହିଁ। ତେଣୁ ସେଇ ଯେଉଁ ପଲ୍ଲୀବାଳା ମାନେ ତୁ ଯେତେବେଳେ କୋଣାର୍କକୁ ଛୁଇଁ ଲିଙ୍ଗରାଜ ମନ୍ଦିର ଛୁଇଁ ସମୁଦ୍ର କୂଳ ପଟେ ଗତି କରିକି ଚାଲି ଯାଉଥିବୁ, ସେହି ସମୟରେ ସେଠିକାର ପଲ୍ଲୀବାଳା ମାନେ ବା ନରନାରୀମାନେ ବା ଯୁବତୀ ନାରୀମାନେ କ'ଣ କରିବେ ନା ତୋତେ ସ୍ୱାଗତ କରିବା ପାଇଁ ଶଙ୍ଖ ଧରି ରହିଥିବେ ତାଙ୍କର ଘର ସାମ୍ନାରେ। କୁଟୀରରୁ ବାହାରି ଆସିକି ତୋତେ ସ୍ୱାଗତ କରିବେ ବୋଲି କହୁଛନ୍ତି। ହେ ଗଣ, ଏଠାରେ ତୁ ଟିକିଏ ଅଚଳ ହୋଇ ଗତି କରିବୁ, ଅର୍ଥାତ୍ ଖୁବ୍ ଶୀଘ୍ର ପଳେଇ ଯିବୁ ନାହିଁ ବୋଲି କହୁଛନ୍ତି। ଆଉ ପ୍ରାଗ୍ଲଭ ପରି ବୃଥାରେ ବାଚାଳ ହେବୁ ନାହିଁ। ସେମାନଙ୍କୁ ଦେଖି ତୁ କ'ଣ ଯିବୁ? ଡରିଯିବୁ ନାହିଁ। ସେମାନଙ୍କୁ ଦେଖି ତୁ ରହିଯିବୁ ନାହିଁ। ସେ ପଲ୍ଲୀବାସୀମାନଙ୍କୁ ଦେଖି ବା ସେମାନଙ୍କୁ ଦେଖି ତୁ ଭଲ ପାଇଲା ଭଳି ବା ସ୍ନେହ ଶ୍ରଦ୍ଧା କରିକି ତୁ ରହିଯିବୁ ନାହିଁ। ନହେଲେ ତୋର ଯେଉଁ ସକର୍ମ କଥା ସେଇଟା କେବେ ଭୁଲିଯିବୁ ନାହିଁ ଏବଂ ସେମାନଙ୍କୁ ଦେଖି ତୁ କ'ଣ ଭାବରେ ବାଚାଳ ହେବୁ ନାହିଁ। ଏବଂ ପଲ୍ଲୀବାଳାମାନଙ୍କର ଲୋଳ ନୟନ ତୋର ଚଞ୍ଚଳ ଗତିପଥ କଳନା କଲେ ସେମାନଙ୍କର କୁମୁକ୍ତାଙ୍କ ଅଞ୍ଚଳ ସିନ୍ଧୁ ଭାତରେ ଉଡ଼ିଯାଇ କେତେକ ବନରେ ଲାଗିଯିବ। ଅର୍ଥାତ୍ ତୁ ଯେତେବେଳେ ସେମାନଙ୍କ ପାଖକୁ ଯିବୁ, ହେ ମେଘ, ହେ ବର୍ଷା ବା ହେ ବାରିବାହ, ସେମାନଙ୍କ ଯେତେ ପାଖକୁ ଯିବୁ, ଲୋଳ ନୟନ ତୋର ଚଞ୍ଚଳ, ଅର୍ଥାତ୍ ସେମାନେ କରୁଣ ନୟନରେ ତୋତେ ଚାହିଁକି ରହିଥିବେ ତୋର ଗତିପଥକୁ ବା ସେମାନେ କଳନା କରୁଥିବେ। ଏବଂ ସେମାନଙ୍କର କୁମୁକ୍ତାଙ୍କ ଅଞ୍ଚଳ, ଅର୍ଥାତ୍ କୁମୁକ୍ତା କହିଲେ ବୁଝିଲେ ତାଙ୍କର ପଣତକାନି କୁମୁକ୍ତାଙ୍କ କହିଲେ ହେଉଛି ତା'ର ପଣତକାନିକୁ କ'ଣ କରିବୁ ନହେଲେ ନା ସିନ୍ଧୁ ଭାତରେ ଉଡ଼ିଯାଇ କେତେକ ବନରେ ଲାଗିଯିବ। ତାଙ୍କର ପଣତକାନିକୁ ତୁ କ'ଣ କରିବୁ ରେ? ଉଡ଼େଇ ନେବୁ। ସେ ସିନ୍ଧୁ ଅର୍ଥାତ୍ ସମୁଦ୍ର କୂଳ ପାଖାପାଖି ରହିଛନ୍ତି। ତେଣୁ ସିନ୍ଧୁ ଉପତ୍ୟକାରୁ ତୁ ତାଙ୍କର ପଣତକାନିକୁ ଉଡ଼େଇ ନେଇକରି କେଉଁଠି ଲଗାଇଦେବୁ ନା କେତେକ ବନରେ ଲାଗିଯିବ ବୋଲି କହୁଛି। ତେଣୁ ଆଉ ନବଯୌବନର ଉନ୍ମୋଚନରେ ଲଜ୍ଜାମାନା ବରାକିନୀମାନଙ୍କ ତ୍ରସ୍ତ ଚାରୁ ଚରଣରେ କୁଟଙ୍କ ଗିଳିଯିବ। ଅର୍ଥାତ୍ ସେମାନେ କ'ଣ ହେବେ? ଆଉ ତାଙ୍କ ନବଯୌବନର ଉନ୍ମୋଚନରେ, ଅର୍ଥାତ୍ ନବଯୌବନର ଶରୀର ତେଣୁ ଦେଖି ଦେଲା ପରେ ସେମାନେ କ'ଣ ହେଇଯିବେ? ଲଜ୍ଜାମାନ ହୋଇଯିବେ, ଲାଜେଇ ଯିବେ। ଏବଂ ବାରକିନୀମାନଙ୍କ ତ୍ରସ୍ତ, ଅର୍ଥାତ୍ ସେହି ପଲ୍ଲୀବାଳାମାନଙ୍କର ବାରକିନାମାନଙ୍କ ତ୍ରସ୍ତ ଚାରୁଚରଣରେ, ଅର୍ଥାତ୍ ସେମାନେ ଯେଉଁଠି ଚଲାବୁଲା ସମୁଦ୍ର କୂଳ ପାଖରେ ଯେଉଁଠି ଚଲାବୁଲା କରୁଥିବେ ସେ ଚାରୁଚରଣରେ କୁଟଙ୍ଗ ଗିଳିଯିବ। ଅର୍ଥାତ୍ ବାଲିରେ ଉପରେ ଯେଉଁ ଶସ୍ୟ ନୁହେଁ ଯେଉଁ ପତ୍ର ଗୁଡ଼ିକ କ'ଣ ହେଇଥାଏ ବାହାରିଥାଏ, ହଁ କି ନାହିଁ, କୁଟଙ୍କ ବାଲୁକାମୟ ପ୍ରଦେଶରେ ଜନ୍ମୁଥିବା ତୃଣ ବା ତା'ର ଫଳ ଏଗୁଡ଼ିକ କ'ଣ ହେଇଥିବ ନା ସେଉଠି ଦେଖାଯାଉଥିବ। ସେଇଗୁଡ଼ିକୁ ତୁ କ'ଣ କରିଦେବୁ ନା ସୁନାଗରି କହିଲେ କେଉଁଟା କହୁଛି ନା ବାରକିନୀମାନଙ୍କର, ସୁନାଗିରି ତ୍ରସ୍ତ ଚାରୁଚରଣରେ କୁଟାଙ୍କ ଗିଳିଯିବ। ସେମାନେ ସେଇଠି ରହିକରି କ'ଣ କରିବେ ନା ବା ତାଙ୍କର ପଣତକାନି ତୁ କ'ଣ କରିବୁ? କେତେକ ବନରେ ଉଡ଼େଇ ନେବୁ ଏବଂ ନବୁ ଯୌବନରେ ସେମାନେ ଲାଜେଇ ଯିବେ ଏବଂ ତାଙ୍କର ବାରକିନୀମାନଙ୍କ ତ୍ରସ୍ତ ଚରୁଣରେ କୁଟାଙ୍କ ଗିଳିଯିବ। ଅର୍ଥାତ୍ ସେମାନେ ଯେତେବେଳେ ଖୋଲା ପାଦରେ ଚାଲୁଥିବେ ସେତେବେଳେ ସେଇ ସମୁଦ୍ରର ବାଲି ଉପରେ ବା ସମୁଦ୍ରରେ ଯେଉଁ ବାଲି ଉପରେ ଯେଉଁ ଘାସ ହେଇଥିବ ବା ଫଳ ହେଇଥିବ ସେଗୁଡ଼ିକ ସେମାନେ କ'ଣ କରୁଥିବେ? ଖାଇ ଦେଉଥିବେ, ପୁଣି ତାଙ୍କ ପାଦରେ ଗିଳି ହୋଇ ଯାଉଥିବ। ଏତେ ଅନର୍ଥର କାରଣ ନ ହୋଇ ତୁ କ'ଣ କରିବୁ ରେ? ଏତେ ଅନର୍ଥ କରିବୁ ନାହିଁ ବୋଲି କହୁଛନ୍ତି। ଏଠାରେ ତୁ ଟିକିଏ ଅଚଞ୍ଚଳ ହେଲେ କ'ଣ ଚଳିବ ନାହିଁ? ତୁ ଆଜି କ'ଣ କରିବୁ ନାହିଁ? ଆଜି ତାକୁ ଅନର୍ଥର କାରଣ ହେବୁ ନାହିଁ। ତେଣୁ ଯେତେବେଳେ ଗତି କରିବୁ ସେଠି ବାଲି ଗୁଡ଼ିକ କ'ଣ ହେଇଯିବ? ଏପଟ ସେପଟ ହେଇଯିବ। ତେଣୁ ଘାସ ଗୁଡ଼ିକ ସବୁ କ'ଣ ଦେଖାଯିବ? ଫଳ ଗୁଡ଼ିକ କଣ୍ଟା ଜାତୀୟ ଫଳ କି ଘାସ ଗୁଡ଼ିକ ଦେଖାଯିବ, ଯାହାଫଳରେ ସେମାନେ ଚଲାବୁଲା କଲେ ତାଙ୍କର କୋମଳ ପାଦରେ ଚଲାବୁଲା କଲେ ସେଠି କ'ଣ ହେବ? କଷ୍ଟ ପାଇବେ। ତେଣୁ ସେଇଟା ସେ କହୁଛି ତୁ ସେଠି ଅନର୍ଥ କରିବୁ ନାହିଁ ଏବଂ ତୁ ସେଠି କ'ଣ କରିବୁ ନା ଧୀର ସ୍ଥିର ଭାବରେ ତୁ କ'ଣ କରିବୁ? ଗତି କରିବୁ ଏବଂ ଧୀର ଓ ଗମ୍ଭୀର ହୋଇ ରାଜଲୀଳା ଗତିରେ ଯାଉ ଯାଉ ମହୋଦଧିର ତୁଙ୍ଗ ତରାଙ୍ଗ ବଳିରୁ ଉଦ୍ଧତ ହେଲା ଭଳି ବହୁ ଦୂରରୁ କୋଣାର୍କର କୃଷ୍ଣଚୂଡ଼ା ତୋର ଗତିପଥରେ ଭାସି ଉଠିବ। ତେଣୁ ତୁ କ'ଣ କରିବୁ ନା ଧୀର ଗମ୍ଭୀର ଭାବରେ ରାଜଲୀଳା ଗତିରେ, ଯେମିତି ରାଜକନ୍ୟାମାନେ ଯେମିତି ଧୀରେ ଧୀରେ ଲାଜେ ଚାଲିଥାନ୍ତି ଠିକ୍ ସେହିପରି ତୁ ଚାଲିଯାଉ ଏବଂ ମହୋଦଧି ସେଇ ସମୁଦ୍ର କୂଳରୁ ତୁ କ'ଣ କରିବୁ ନା ତୁଙ୍ଗ ତରଙ୍ଗ ବଳିକୁ ଦେଖିକରି ତୁ ଆଜି କ'ଣ କରିବୁ ନା କୋଣାର୍କର କୃଷ୍ଣଚୂଡ଼ା ତୋର ଗତିପଥରେ ଭାସି ଉଠିବ। ତୁ ଯେତେବେଳେ ଚାଲିଯିବୁ ସେତେବେଳେ ଏଇ କୋଣାର୍କ କୃଷ୍ଣଚୂଡ଼ା ମନ୍ଦିର ବା ଏଇ ଲିଙ୍ଗରାଜ ମନ୍ଦିର ତୋତେ ଦେଖି କ'ଣ ହେବେ ନା ଖୁସି ବା ଆନନ୍ଦିତ ହୋଇ ଉଠିବେ।
ତେଣୁ ପିଲାମାନେ ରହୁଛି ମୋତେ ବିରାମ ଦିଅ। ଭାବୁଛି ଏ ଭିଡ଼ିଓଟି ବହୁତ ଲମ୍ବା ହେଇଗଲାଣି, ତେଣୁ ଆଶା କରୁଛି ସମସ୍ତେ ଭଲରେ ଥାଉ। ସି ସାର୍ ଓଡ଼ିଆ କ୍ଲାସ୍ ତରଫରୁ ଜୟ ଜଗନ୍ନାଥ, ଭେରି ଗୁଡ଼୍ ମର୍ଣ୍ଣିଂ। ତେଣୁ ନେକ୍ସଟ ଭିଡ଼ିଓରେ ମୁଁ କ'ଣ କରିବି ବା ପରବର୍ତ୍ତୀ ଭିଡ଼ିଓରେ ସମ୍ପୂର୍ଣ୍ଣ ଭାବରେ ମୁଁ କ'ଣ କରିବି ନା ଆଲୋଚନା କରିଦେବି। ରହୁଛି, ଜୟ ଜଗନ୍ନାଥ।